परमोच्च प्रभो सत्यम् नित्यं त्वमेव केवलम् अनुवर्तमहे सत्यम् अनुजीवाम केवलम् अनुजीवाम केवलम् अनुजीवाम केवलम् वसुदेवसुतं देवं कंसचाणूरमर्दनम् देवकी परमानन्दम् कृष्णं वन्दे जगद्गुरुम् श्रीकृष्णं वन्दे जगद्गुरुम् ॐ नमो भगवते वासुदेवाय ॐ नमो भगवते श्रीअरविन्दाय ॐ नमो भगवते वासुदेवाय ॐ नमो भगवते श्रीमीरारविन्दाय ॐ नमो भगवते श्रीमीरारविन्दाय ॐ नमो भगवते श्रीमीरारविन्दाय ॐ श्री अरविन्द शरणं मम ॐ श्रीमाता शरणं मम ॐ श्रीकृष्ण शरणं मम ॐ दिव्यात्मा आज शुभ संध्यार गीता ज्ञान यज्ञर चेतनार यज्ञ विधि को आपण समस्त को सश्रद्धा स्वागत। आज आम द्वितीय अध्याय 31 नंबर श्लोक ठारू 35 नंबर श्लोक पर्यंत आलोचना करिबा। ए पर्यंत श्री कृष्ण अर्जुन जो ज्ञान प्रदान करछंती से ज्ञान हैला संपूर्ण रूप रे आत्मार तत्व बा आत्मविद्या आत्मा अनंत अविनश्वर एवं संपूर्ण भावरे निर्विशेष सत्ता एवं देहधारी देह जगत जड़ जगत सहित संश्लिष्ट न हो एकात्मकता लाभ न करी आत्मा सहित एही एकत्व स्थापन करबा पाई बाता सहित एकीभूत हवा लगी अर्जुन को प्रोत्साहन प्रदान करछि। आज जो कथाटी आरंभ होबो 31 नंबर श्लोक रु 35 नंबर श्लोक पर्यंत ताहा हैला एक अद्भुत तत्व। से तत्वटी होछि जे जने साधकर मार्गटी कौन समस्ते कौन गोटे मार्ग रे गति करिकी साधना करिवे ना समस्तଙ୍କ ପାଇଁ मार्गटी भिन्न भिन्न। ए संसार रे पुरा कालरू भगवान कहउछंती दुईटी मार्ग अछि जोटा कि सांख्यर प्रथम अवस्था रे कहउछंती गोटे हैला सांख्य आ गोटे हैला जोग। जोग कहले एठी कर्म
ସେଇଭଳି ଭାବରେ ମଣିଷର ସମଗ୍ର ଜାତିକୁ, ମାନବ ଜାତିକୁ ବି ଦୁଇ ଭାଗରେ ଆମେ ବିଭକ୍ତ କରିପାରିବା। ଗୋଟିଏ ହେଲା ଯୋଉମାନେ ପ୍ରଭୃତି ଧର୍ମୀ, ଆଉ ଗୋଟିଏ ହେଲା ଯୋଉମାନେ ନିବୃତ୍ତି ଧର୍ମୀ, ନିବୃତ୍ତି ମାର୍ଗରେ ଯୋଉମାନେ ଗତି କରିବେ। ନିବୃତ୍ତି ମାର୍ଗ କୋଉମାନଙ୍କ ପାଇଁ? ନା ଯୋଉମାନେ ଜ୍ଞାନ ସିଦ୍ଧ, ଯୋଉମାନଙ୍କର ଚେତନାରେ ସ୍ୱତଃ ବୈରାଗ୍ୟ ସ୍ଥାନିତ ହେଇଛି, ବା ଯୋଉମାନେ ଅନେକ ଜନ୍ମର ସାଧନା ଫଳରେ ଏ ଜଗତରେ ଘଟୁଥିବା ସମସ୍ତ ଘଟଣା ପ୍ରତି ବା ବସ୍ତୁ ପ୍ରତି ଯୋଉମାନଙ୍କ ମନରେ ଆଉ କୌଣସି ପ୍ରଲୋଭନ ନାହିଁ, ଯୋଉମାନଙ୍କ ଚେତନା ସହଜ ସ୍ୱାଭାବିକ ଭାବରେ ଆତ୍ମମୁଖୀ ହେଇ ସାରିଛି, ସେମାନଙ୍କ ପାଇଁ ହେଲା ନିବୃତ୍ତି ମାର୍ଗ ବା ଜ୍ଞାନ ମାର୍ଗ। ଆଉ ଯୋଉମାନଙ୍କ ପାଇଁ ଏ ସଂସାରରେ ସବୁ ବସ୍ତୁ ପ୍ରତି ଆକର୍ଷଣ ଅଛି, ଅନୁଭବ କରିବା ପାଇଁ ମନରେ ପ୍ରାଣରେ ବ୍ୟଗ୍ରତା ଅଛି, ସେମାନଙ୍କୁ ଉପାସନା ମାର୍ଗ ବା କର୍ମ ଯୋଗ ଦେଇ ଗତି କରିବାକୁ ହବ। ଉଭୟ ସାଧନା କରିବେ, କିନ୍ତୁ ମାର୍ଗଟି ଭିନ୍ନ ଭିନ୍ନ। ଭଗବାନ କହୁଛନ୍ତି ଯେ ଯୋଉ ପର୍ଯ୍ୟନ୍ତ ସାଧାରଣତଃ ଗୁରୁ ଯାହା କରନ୍ତି, ଗୁରୁ ଜାଣନ୍ତି ଯେତେବେଳେ ଶିଷ୍ୟକୁ ଦେଖନ୍ତି ଯେ ଏହା ପାଇଁ କୋଉ ମାର୍ଗଟି ପ୍ରଯୁଜ୍ୟ, ସେଇ ମାର୍ଗରେ ହିଁ ଗୁରୁ ତାକୁ ପ୍ରେରଣା ଦିଅନ୍ତି। ତେଣୁ ନିଜେ ନିଜେ କେବେ ହେଲେ ମାର୍ଗ ନିର୍ବାଚନ କରି ଜଣେ କେହି ସାଧନା କରିପାରିବ ନାହିଁ। ତେଣୁ ଏଠି ଅର୍ଜୁନଙ୍କର ଯୋଉ ସ୍ୱଭାବ ଆଉ ସ୍ୱଧର୍ମ, ସେହି ବିଷୟରେ ଭଗବାନ ଏଠି ପ୍ରଥମ ଥର ପାଇଁ ସାଧକ ମାନଙ୍କୁ ସଚେତନ କରୁଛନ୍ତି। ପ୍ରଥମ ଥର ପାଇଁ ଗୀତାରେ ପ୍ରଥମ ଥର ପାଇଁ ସ୍ୱଧର୍ମ ଶବ୍ଦ ଆରମ୍ଭ ହେଇଛି। ତେଣୁ ସ୍ୱଧର୍ମ ଶବ୍ଦ ଟିକେ ବୁଝିବା ପୂର୍ବରୁ ଆମକୁ ବୁଝିବାକୁ ହବ ସ୍ୱଭାବ କଣ। ତେବେ ଧୀରେ ଧୀରେ ଆଜି ସେ ଯାହା ଯାହା ଆମକୁ କହିବେ ସମ୍ୟକ ଭାବରେ ତାକୁ ବୁଝୁ ବୁଝୁ ଆମ ଚେତନା ସହିତ ସେଇ ଜ୍ଞାନକୁ ସଂଶ୍ଳିଷ୍ଟ କରି ଆମେ ଆମ ନିଜର ମାର୍ଗଟିକୁ ଆମେ ନିରୂପଣ କରିବା। ପ୍ରଥମେ ଆମେ 31 ନମ୍ବର ଶ୍ଲୋକଟିକୁ ପଢିବା। स्वधर्ममभिचावेक्ष्य न विकम्पितुमर्हसि धर्म्याधियुद्धश्रेयोऽन्यात् କ୍ଷତ୍ରିୟସ୍ୟ ବିଦ୍ୟତେ। ପ୍ରଥମ ଥର ପାଇଁ ଏଠି ସ୍ୱଧର୍ମ କଥା ଭଗବାନ କହୁଛନ୍ତି। ଆମେ ସବୁବେଳେ ଯେତେବେଳେ ଧର୍ମ କଥା ଆମେ ଆଲୋଚନା କରୁ, ସାଧାରଣତଃ ଧର୍ମ କହିଲେ ଆମେ ବୁଝିଥାଉ ଯେ ସଂସାରରେ ଯେତେ ପ୍ରକାର ସବୁ ଧର୍ମ ଅଛି, ମାନେ ସାଙ୍ଗେ ସାଙ୍ଗେ ଆମ ଚେତନାରେ ରିଲିଜିୟନ ଶବ୍ଦଟି ଆସିଥାଏ। କିନ୍ତୁ ଧର୍ମ କହିଲେ ସଂସ୍କୃତରେ ଧର୍ମର ଯୋଉ ଅଦ୍ଭୁତ ଅଭିନବ ବ୍ୟାଖ୍ୟା ରହିଛି, ତା ସଙ୍ଗେ ରିଲିଜିୟନ ର କିଛି ସମ୍ପର୍କ ନାହିଁ। ଏଠି ଧର୍ମ କହିଲେ ଯେ ମଣିଷର ଆତ୍ମା ଯୋଉଭଳି ଭାବରେ ଏକ ମାର୍ଗ ସ୍ୱତଃ ନିର୍ବାଚନ କରିଥାଏ ବା ସ୍ଥିରୀକୃତ ହେଇଥାଏ, ସେହି ମାର୍ଗକୁ ଜାଣି ସେହି ମାର୍ଗକୁ ଅବଲମ୍ବନ କରିବା ବା ସେହି ମାର୍ଗରେ ଆଗକୁ ଚାଲିବା ହିଁ ଏଠି ସାଧନା। ତାହା ହିଁ ହଉଛି ସ୍ୱଧର୍ମ। ସ୍ୱ ମାନେ ଆତ୍ମା, ଏଠି ସ୍ୱଧର୍ମ। ତେଣୁ ଆତ୍ମାର ଅନୁକୂଳ ଧର୍ମକୁ ପାଳନ କଲେ ଯାଇ ଜଣେ ସାଧନାରେ ସିଦ୍ଧି ଲାଭ କରିପାରିବ। ପ୍ରତ୍ୟେକ ମଣିଷଙ୍କର ଯୋଉ ଭିନ୍ନ ଭିନ୍ନ ଭୂମିକା ସବୁ ଅଛି, ଜଣେ ସେମିତି ଭାବିପାରେ ଯେ ଏସବୁ ମୋର ଧର୍ମ ନୁହଁ କି। ଯେମିତି ମଣିଷର ଜଣେ ପିତାର ଧର୍ମ, ପୁତ୍ରର ଧର୍ମ, ଶିଷ୍ୟର ଧର୍ମ, ଗୁରୁଙ୍କର ଧର୍ମ ବା ସାମାଜିକ ଅନେକ ଅନେକ ଯୋଉ ଭୂମିକା ସବୁ ରହିଛି, ଭୂମିକା ଅନୁସାରେ ଧର୍ମ କଥା ଏ ଧର୍ମ ସହିତ ସଂଶ୍ଳିଷ୍ଟ କି ନାହିଁ। ସେଗୁଡିକ ହେଲା ସାମାଜିକ ସ୍ତରର ଧର୍ମ। ଗୀତା ସେ ଧର୍ମ କଥା କହୁନାହାନ୍ତି। ଗୀତା କଣ କହୁଛନ୍ତି ନା, ଗୀତା କହୁଛନ୍ତି ଯେ ଆଗେ ତୋ ନିଜକୁ ତତେ ଚିହ୍ନିବାକୁ ହବ। ତୋ ସ୍ୱଭାବଟି କଣ, ତୋ ସ୍ୱଭାବଟି କଣ? ତୁ ସ୍ୱଭାବଟିକୁ ଚିହ୍ନିଲେ ତୋର ସ୍ୱଧର୍ମକୁ ତୁ ଅନୁସରଣ କରିପାରିବୁ। ତ ବର୍ତ୍ତମାନ ପ୍ରଶ୍ନ ଉଠୁଛି ସ୍ୱଭାବଟି କଣ? ପ୍ରତ୍ୟେକ ମଣିଷଙ୍କର ସ୍ୱଭାବ ସମାନ ନା ଭିନ୍ନ ଭିନ୍ନ? ସ୍ୱଭାବକୁ ଏଠି ବୁଝିବା ପାଇଁ ହେଲେ ଚାରି ବର୍ଣ୍ଣ କଥା ଯୋଉ ଗୀତାରେ କୁହାଯାଇଛି ତାକୁ ବୁଝିବାକୁ ହବ। ଚାତୁର୍ବର୍ଣ୍ଣ୍ୟ ମୟା ସୃଷ୍ଟ ଗୁଣ କର୍ମ ବିଭାଗ ସହ। ମୁଁ ଏଇ ଚାତୁର୍ବର୍ଣ୍ଣ୍ୟ ମୁଁ ନିଜେ ସୃଷ୍ଟି କରିଛି, ଭଗବାନ କହୁଛନ୍ତି। କଣ ନା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଉ ଶୂଦ୍ର।
ଏ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଆଉ ଶୂଦ୍ର ଏ ହଉଛନ୍ତି ଚାରୋଟି ଜାତି। କାହିଁକି ଜାତି ନ କହିକି ଭଗବାନ ବର୍ଣ୍ଣ କହିଲେ? ଏମାନଙ୍କର ଗୁଣ ଧର୍ମ କଣ ଏ କଥାକୁ ବୁଝିବାକୁ ହବ। ଯଦି ଶ୍ରୀ ଅରବିନ୍ଦଙ୍କର କଥାକୁ ତୁମେ ଆହୁରି ଗଭୀର ଭାବରେ ଏହା ସହିତ ଓତପ୍ରୋତ ଭାବରେ ଜଡିତ କର, ତାହେଲେ ବୁଝିବାକୁ ହବ ଯେ ଏ ସବୁ ବର୍ଣ୍ଣ ପ୍ରତ୍ୟେକ ମଣିଷ ଭିତରେ ହିଁ ରହିଛନ୍ତି। ଜନ୍ମରୁ କଣ କିଏ ଜଣେ ବ୍ରାହ୍ମଣ? ନା। ଜନ୍ମରୁ କଣ ଜଣେ କ୍ଷତ୍ରିୟ? ନା। ବିକଶିତ ହବାକୁ ହୁଏ, କିନ୍ତୁ ମଣିଷର ମୂଳ ଭାବ ଗୋଟେ ସ୍ଥିର ହେଇକି ରହିଥାଏ। ମୂଳ ଭାବଟି ଗୋଟେ ସ୍ଥିର ହେଇକି ରହିଥାଏ। ଯେଣେ ମୂଳ ଭାବରେ ଯଦି ତାର ଗୁଣ ତାମସିକ ହେଇଥାଏ, ତାହେଲେ ତାର ଶୂଦ୍ର ବର୍ଣ୍ଣଟି ହଉଛି ମୂଳ ଭାବ। ଯଦି ରଜ ଗୁଣ ହେଇଥାଏ, ତାହେଲେ ମୂଳ ଭାବଟି ହଉଛି କ୍ଷତ୍ରିୟ। ରଜ ତମ ଗୁଣ ଯଦି ମିଶ୍ରିତ ହେଇକି ଅଛି, ତାହେଲେ ତାହା ବୈଶ୍ୟ। ତାହା ଯଦି ସମ୍ପୂର୍ଣ୍ଣ କେବଳ ସତ୍ଵ, ତାହେଲେ ତାହା ବ୍ରାହ୍ମଣ। ଏବଂ ଆହୁରି ଯଦି ଗଭୀରତର ସ୍ତରକୁ ତମେ ଯିବ, ତାହେଲେ ବୁଝିପାରିବ ଯେ ଏହାର ଏକ କ୍ରମ ବିକାଶ ସ୍ତର ରହିଛି। ଜନ୍ମନା ଜାୟତେ ଶୂଦ୍ର ସଂସ୍କାରାତ୍ ଦ୍ୱିଜ ଉଚ୍ୟତେ। ବେଦ ଭାସେତ୍ ଭବେତ୍ ବିପ୍ର ବ୍ରହ୍ମ ଜାନାତି ବ୍ରାହ୍ମଣ। ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ଶୂଦ୍ର। ଯେତେବେଳେ ଆମେ ସଦଗୁରୁଙ୍କ ବା କୌଣସି ଦିବ୍ୟ ଅବତାରଙ୍କର ସାନିଧ୍ୟରେ ଆସୁ, ଆମ ଆତ୍ମା କଣ ହେଇଯାଏ? ସଂସ୍କାର ପ୍ରାପ୍ତ ହୁଏ। ସେ ଯୋଉ ଦ୍ଵିତୀୟ ଜନ୍ମ ହୁଏ, ଦ୍ଵିତୀୟ ଜନ୍ମ ଯେତେବେଳେ ହୁଏ ଆମେ ଦ୍ୱିଜ ହଉ। ସେ ପର୍ଯ୍ୟନ୍ତ ଦ୍ୱିଜ ହେଇ ନଥାଉ। କାହିଁକି ନା ଯୋଉ ଜନ୍ମ ହେଇଛି ତାହା କେବଳ ଏକ ଶାରୀରିକ ସ୍ତରର ଜନ୍ମ। ଚେତନାର ନବ ଜନ୍ମ ନୁହେଁ। ଯେତେବେଳେ ଚେତନାର ନବ ଜନ୍ମ ହେଇଯାଏ, ଏଇ ଶରୀର ଭିତରେ ତୁମର ଚେତନାର ନବଜନ୍ମ ହୁଏ, ଆଉ ତମ ଚେତନା ସେଇ ମହାସତ୍ୟ ଆଡକୁ ଉନ୍ମିଳିତ ହେଇଯାଏ। ସେତେବେଳେ ତୁମ ଭିତରେ ଆଉ ଏକ ସତ୍ତା ଜନ୍ମ ଗ୍ରହଣ କରେ। ସେତେବେଳେ ତୁମେ ଦ୍ୱିଜ ହୁଅ। ଆଉ ଯେତେବେଳେ ତୁମେ ସାଧନା କର, ମନ୍ତ୍ରର ଉପାସନା କର, ମନ୍ତ୍ରର ଆବୃତ୍ତି କର, ତୁମେ ଅଭ୍ୟାସ କର। ବେଦ ଭ୍ୟାସେତ୍ ଭବେତ୍ ବିପ୍ର। ଅଭ୍ୟାସ ତମେ ଯେତେବେଳେ କର, ଡିସିପ୍ଲିନ କର ତୁମର ସମଗ୍ର ସତ୍ତାକୁ, ଜୀବନକୁ ଶୃଙ୍ଖଳାବଦ୍ଧ କର। ତମର ସକାଳର ଜୀବନ ଚର୍ଯ୍ୟା ଠାରୁ ରାତ୍ରିର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଯୋଉ ଜୀବନ ଚର୍ଯ୍ୟାକୁ ତୁମେ ଶୃଙ୍ଖଳାବଦ୍ଧ କର ଆଉ ଅଭ୍ୟାସ କର, ସେତେବେଳେ ତୁମେ ବିପ୍ର ହେଇଯାଅ। ଏବଂ କେତେବେଳେ ବ୍ରାହ୍ମଣ? ନା ବ୍ରହ୍ମ ଜାନାତି ବ୍ରାହ୍ମଣ। ତୁମେ ଯେତେବେଳେ ବ୍ରହ୍ମଙ୍କୁ ଉପଲବ୍ଧି କର, ତୁମେ ବ୍ରାହ୍ମଣତ୍ୱ ଲାଭ କର। ତ ସେଟା ତ ଗଲା କ୍ରମ ବିକାଶ ସ୍ତର। ପ୍ରତ୍ୟେକ ମଣିଷର ଏକ କ୍ରମ ବିକାଶ ସ୍ତର ରହିଛି। କିନ୍ତୁ ଆଉ ଏକ କଥା ଆସୁଛି, ଏଠି କ୍ଷତ୍ରିୟର କଥା ଆସୁଛି ଯେ ଭଗବାନ ଅର୍ଜୁନକୁ ଯୁଦ୍ଧ କ୍ଷେତ୍ରରେ ଜ୍ଞାନ କାହିଁକି ପ୍ରଦାନ କଲେ? ଯୁଧିଷ୍ଠିରଙ୍କୁ ବି କହିପାରିଥାନ୍ତେ, କୌଣସି ମୁନି ଋଷିଙ୍କୁ ବି ଜଙ୍ଗଲରେ କହିଦେଇ ପାରିଥାନ୍ତେ। ତାର କାରଣ କଣ? ନା ଜୀବନର ସଂଗ୍ରାମ ସୃଷ୍ଟି ହୁଏ ଯୋଉମାନେ ଜଗତକୁ ଆଉ ଜୀବନକୁ ସ୍ଵୀକାର କରିଛନ୍ତି। ଯୋଉମାନେ ପରିତ୍ୟାଗ କରିଛନ୍ତି ତାଙ୍କ ପାଇଁ ନୁହେଁ। ଯୋଉମାନେ ପରିତ୍ୟାଗ କରିକି ଜଙ୍ଗଲକୁ ଚାଲି ଯାଇଛନ୍ତି, ସେମାନଙ୍କ ପାଇଁ କିଛି ସମସ୍ୟା ନାହିଁ। ସମସ୍ୟା କେତେବେଳେ ଅଛି? ନା ଏଇ ଜାଗତିକ ବିଶ୍ଵକୁ ସ୍ଵୀକାର କରି ମହାଜାଗତିକ ସତ୍ୟକୁ ସନ୍ଧାନ କରି ତାକୁ ଉପଲବ୍ଧି କରିବା ପାଇଁ ଯୋଉ ଚେତନାର ସଂଘର୍ଷ ମଣିଷ ଭିତରେ ସୃଷ୍ଟି ହୁଏ, ସେଇ ସଂଘର୍ଷର ସମାଧାନ ଭଗବତ ଗୀତାରେ ଭଗବାନ ଅର୍ଜୁନକୁ ପ୍ରଦାନ କରିଛନ୍ତି। ତେଣୁ ଯୋଉମାନଙ୍କର ସେଇ ଯୁଦ୍ଧ ନାହିଁ, ସେମାନଙ୍କ ପାଇଁ ଗୀତା ଜ୍ଞାନ ପ୍ରଯୋଜ୍ୟ ନୁହେଁ। ଏବଂ ଗୀତା ଜ୍ଞାନ କାହିଁକି ଅର୍ଜୁନକୁ ଭଗବାନ ପ୍ରଦାନ କଲେ? ନା ପ୍ରଥମ କଥା ହେଲା, ଅର୍ଜୁନ ହଉଛନ୍ତି ଭଗବାନଙ୍କର ଯନ୍ତ୍ର, ସହଯୋଗୀ। ଭଗବାନଙ୍କ କର୍ମରେ ସେ ସହଚର ହେଇଛନ୍ତି, ମାନେ ସମ୍ମତ ହେଇଛନ୍ତି। ତାଙ୍କର ସହାୟତା ଭଗବାନ, ଅର୍ଜୁନ ଭାବୁଛନ୍ତି ଭଗବାନ ତାଙ୍କୁ ସହାୟତା କରୁଛନ୍ତି। କିନ୍ତୁ ଭଗବାନ ଜାଣିଛନ୍ତି ଅର୍ଜୁନ ଜନ୍ମ ହେଇଛନ୍ତି ତାଙ୍କର ଅଭିବ୍ୟକ୍ତିରେ ସହାୟତା କରିବା ପାଇଁ। ଅଂଶ ଗ୍ରହଣ କରିବା ପାଇଁ। ଉଭୟଙ୍କର ଭିନ୍ନ ଭିନ୍ନ ଦୃଷ୍ଟି। କାରଣ ଆମେ ଯେତେବେଳେ ଏଇ ଜଳ ଜଗତ ଭିତରୁ ପରମଙ୍କୁ ଅନୁଭବ କରୁ ବା ବ୍ୟାକୁଳ ହେଇ ତାଙ୍କର ଅନ୍ୱେଷଣ କରୁ, ସେତେବେଳେ ଆମର ଯାତ୍ରାଟି କେମିତି ହେଇଥାଏ? ନା ତଳୁ ଉପରକୁ ଉତ୍ଥିତ ହେଇଥାଏ, ଆରୋହଣର ମାର୍ଗ। ଆଜ୍ଞା। ହଁ ପାଣ୍ଡବାନାଂ ଧନଞ୍ଜୟ, ସେ ନିଜେ ସୃଷ୍ଟି କରିଛନ୍ତି ଅର୍ଜୁନକୁ। କାରଣ ଭଗବାନଙ୍କର ଯୋଉ ତିନୋଟି ଧର୍ମ ପାଇଁ ଅବତାର ସୃଷ୍ଟି ହୁଅନ୍ତି, ପରିତ୍ରାଣାୟ ସାଧୂନାଂ ବିନାଶାୟ ଚତୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।
ଯେ ସେ ଦୁଷ୍କୃତ ମାନଙ୍କର ବିନାଶ କରିବେ ଆଉ ସାଧୁ ମାନଙ୍କୁ ତାଙ୍କ ମାର୍ଗରେ ସହାୟତା କରିବେ, ଯାହା ଫଳରେ ସେମାନେ ତାଙ୍କର ସାଧନାକୁ ଅବ୍ୟାହତ ରଖିପାରିବେ ଆଉ ଧର୍ମର ସଂସ୍ଥାପନା କରିବେ। ଯେତେବେଳେ ଯେତେବେଳେ ଧର୍ମର ହ୍ରାସ ଘଟେ ପୃଥିବୀରେ, ଭଗବାନ ସେଥିପାଇଁ ଅବତରଣ କରନ୍ତି। କାହିଁକି ନା ଏଇ ଅପରାଧ ଭିତରେ ଯୋଉ ଶକ୍ତି ରହିଛି ତା କିଛି ସମୟ ପରେ ସତ୍ୟକୁ କଣ କରିଦିଏ, ପୁଣି ଆବୃତ କରିଦିଏ। ହଁ, କାରଣ ଅର୍ଜୁନ ସେ କମ୍ପ୍ଲିଟନେସ ଟା ପାଇଲେ ଯାଇକି ସମଗ୍ର ମାନବ ଜାତି ଅର୍ଜୁନଙ୍କ ଭିତର ଦେଇ ସେ ସ୍ତରକୁ ସମସ୍ତେ ପହଞ୍ଚି ପାରିବେ। କାରଣ ଅର୍ଜୁନ ହଉଛନ୍ତି ସମଗ୍ର ମାନବ ଜାତିର ପ୍ରତିନିଧି, ରିପ୍ରେଜେଣ୍ଟେଟିଭ। ତେଣୁ ତାଙ୍କୁ ହିଁ ଭିତ୍ତି କରିକି ଆମେ ଆମ ସମସ୍ତଙ୍କର ସମସ୍ୟା ଅର୍ଜୁନ ନିଜେ ଶ୍ରୀକୃଷ୍ଣଙ୍କ ଆଗରେ ଏଠି ରଖିଛନ୍ତି। ଅର୍ଜୁନ ହଉଛନ୍ତି ଆମ ସମସ୍ତଙ୍କର ପ୍ରତିନିଧି। ତେବେ ଅର୍ଜୁନଙ୍କୁ କହିବାର କାରଣ ହେଲା, ଅର୍ଜୁନ ହଉଛନ୍ତି କ୍ଷତ୍ରିୟ। We want to be hero warriors, ମା କାହିଁକି କହିଛନ୍ତି? କାରଣ ଏଇ ଯୋଗ ଯୋଉମାନେ ଟିମେଟ ସୋଲ ସେମାନଙ୍କ ପାଇଁ ନୁହେଁ। ଚେତନାର ରୂପାନ୍ତର ସେଇମାନଙ୍କ ପାଇଁ ନୁହେଁ ଯୋଉମାନେ ସବୁ କିଛି ଭଗବାନଙ୍କ ଉପରେ ଛାଡିଦେବେ ଆଉ ଭଗବାନ ଯାହା କରିବେ ତାହା ଆମେ ମାନି ନେବୁ। ଏଇଭଳିଆ ଯୋଉ ତାମସିକ ଧାରା, ସେଇ ଧାରାଟି ପୂର୍ଣ୍ଣାଙ୍ଗ ଯୋଗ ପାଇଁ ପ୍ରଯୁଜ୍ୟ ନୁହେଁ, ଗୀତା ପାଇଁ ବି ପ୍ରଯୁଜ୍ୟ ନୁହେଁ। କାହିଁକି ନା ଏଠି ତୁମର ଯୋଉ ସ୍ୱଭାବ ନେଇକି ତୁମେ ପୃଥିବୀକୁ ଆସିଛ ତାକୁ ଖୋଜିକି ବାହାର କରିବାକୁ ହବ, ତୁମେ ବୁଝିବାକୁ ହବ, ସେଇ ଅନୁସାରେ ତୁମର ଧର୍ମକୁ ପାଳନ କରିବାକୁ ହବ। ତୁମର ଧର୍ମ ତାହେଲେ କଣ ନା, ତୁମର ଧର୍ମ ହେଲା କ୍ଷତ୍ରିୟ ଧର୍ମ। କ୍ଷତ୍ରିୟ ଧର୍ମ କଣ? ଟୁ ଫାଇଟ୍ ଫର ଟ୍ରୁଥ, ମାନifestation ଅଫ ଟ୍ରୁଥ। ଏ ପୃଥିବୀରେ ଧର୍ମର ସଂସ୍ଥାପନା ପାଇଁ ଯୁଦ୍ଧ କରିବା ହଉଛି କ୍ଷତ୍ରିୟର ଧର୍ମ। ତ ଜଣେ ସାଧକ ପାଇଁ କଣ? ଆମେ ଭାବିବା କୁରୁକ୍ଷେତ୍ରରେ ଯୁଦ୍ଧ ଥିଲା ବୋଲି ସିନା ଅର୍ଜୁନ ଯୁଦ୍ଧ କରୁଥିଲେ, ଆମ ପାଇଁ ତାର କଣ ପ୍ରଯୁଜ୍ୟ ରହିଛି? ପ୍ରଯୁଜ୍ୟ ହେଲା ଆମ ଭିତରେ ଯୋଉ ଅନ୍ଧକାର ଶକ୍ତି ଅଛି, ଆମ ଭିତରେ ଯୋଉ ଅହଂକାର ଅଛି, ଆମ ଭିତରେ ଯୋଉ ପାରମ୍ପରିକ ବୋଧ ଅଛି, ସମସ୍ତ ଯୋଉ ଚରିତ୍ର ମହାଭାରତ ଯୁଦ୍ଧର ହଉଛନ୍ତି ମଣିଷ ଚେତନାର ଏକ ଏକ ଗୁଣର ପ୍ରତୀକ। ଭୀଷ୍ମ ହଉଛନ୍ତି ପରମ୍ପରା ବୋଧର ପ୍ରତୀକ। ଏବଂ ଆମର ଯୋଉ ଆମେ ସବୁବେଳେ ଜଣଙ୍କ ପ୍ରତି ଯେତେବେଳେ ମାନେ ଗୋଟେ ସ୍ଥୂଳ ଜିନିଷ ପ୍ରତି ଆମେ ଯେତେବେଳେ କୃତଜ୍ଞ ହେଇ ନିଜକୁ ସମ୍ପୂର୍ଣ୍ଣ ନିଜର ଆତ୍ମାକୁ ବି ସେଠି ନିବେଦିତ କରିଦେଇଥାଉ, ତାର ପ୍ରତି କହୁଛନ୍ତି ତୃଣ। ସମସ୍ତେ ଜାଣିଥିଲେ ସତ୍ୟ କଣ, ଧର୍ମ କଣ, କିନ୍ତୁ ସେମାନେ ଅଧର୍ମର ସ୍ତରରୁ ନିଜକୁ ମୁକ୍ତ ରଖି ପାରୁନଥିଲେ। କାହିଁକି ନା ମୋରାଲ ଏଥିକ୍ସ, ସାମାଜିକ ସ୍ଥିତି, ସାମାଜିକ ନିୟମ, ତାହା ସହିତ ଆଧ୍ୟାତ୍ମିକ ସତ୍ୟର କୌଣସି ସମ୍ବନ୍ଧ ନାହିଁ। ତେଣୁ ଭିତରେ ଏଇ ଯୋଉ ଚରିତ୍ର ମାନେ ସବୁ ଅଛନ୍ତି ଆମ ଭିତରେ, ଯୋଉମାନେ ପରମ ସତ୍ୟକୁ ଆମର ପଥକୁ ପ୍ରତିରୋଧ କରୁଛନ୍ତି, ସେ ସମସ୍ତଙ୍କୁ ହତ୍ୟା କରିବାକୁ ହବ। ଅଲ ଦ ଫଲସୁଡ। ଫଲସୁଡ କଣ ଏଠି ନା, ଫଲସୁଡ ହେଲା ଯେ ଯାହା ଆମକୁ ଚିରନ୍ତନ ସତ୍ୟ ଠାରୁ ପୃଥକ କରି ରଖୁଛି ଆମ ଭିତରେ, ଯାହା ସେଇ ସତ୍ୟ ଠାରୁ ଆମକୁ ବିଭାଜିତ କରି ରଖୁଛି, ତାକୁ ଆମକୁ ବୁଝିବାକୁ ହବ ଏବଂ ବହିଷ୍କାର କରିବାକୁ ହବ ଆମ ଚେତନାରୁ। ଏବଂ ତାହା କିଏ କରିପାରିବ ନା, ଜଣେ ବୀର କ୍ଷତ୍ରିୟ ହିଁ କରିପାରିବ। ବୀରତ୍ୱ ଆବଶ୍ୟକ, କରେଜ ଆବଶ୍ୟକ। ଏବଂ ବୀରତ୍ୱ କେତେବେଳେ ଆସିବ ନା, ଯେତେବେଳେ ତୁମେ ନିର୍ଭୟ ହବ, ଭୟ ଶୂନ୍ୟ ହବ। ଭୟ ଶୂନ୍ୟ କେତେବେଳେ ହବ ନା, ଯେତେବେଳେ ତୁମେ ତୁମର ମୂଳ ସ୍ୱଭାବକୁ ବୁଝିପାରିବ। ମୂଳ ସ୍ୱଭାବ କଣ ନା, ତୁମେ ହଉଛ ଆତ୍ମା, ତୁମେ ହଉଛ ପରମ ପ୍ରଭୁଙ୍କର ସନାତନ ଅଂଶ ଏବଂ ତାଙ୍କର ସମସ୍ତ ଶକ୍ତି ତୁମ ଭିତରେ ଠୁଳୀଭୂତ ହେଇ ରହିଛି। ଆଉ ତୁମେ ଯେତେବେଳେ ତାକୁ ଜାଗ୍ରତ କରିବାକୁ ଚାହିଁବ, ତୁମେ ଜାଗ୍ରତ କରିପାରିବ। ଆଉ ତୁମେ ଯଦି ଜାଗ୍ରତ କରିପାରିବ, ତାହେଲେ ଯୁଦ୍ଧରେ ଜୟ ତୁମର ସୁନିଶ୍ଚିତ, କେହି ତାର ପଥରୋଧ କରିପାରିବେ ନାହିଁ। ତେଣୁ ଭଗବାନ ଏଠି କହୁଛନ୍ତି ଯେ ତୁମ ନିଜର ଯୋଉ ସ୍ୱଭାବ ଜାତ ଧର୍ମ, ସ୍ୱଧର୍ମ ଅପିଚ, ତୁମେ ଯଦି ତାକୁ ଲକ୍ଷ୍ୟ କରିକି ଦେଖ ଯେ ତୁମର ସ୍ୱଧର୍ମ କଣ, ତୁମେ ସେତେବେଳେ କଣ ହବା ନୁହେଁ, ବିଚଳିତ ହବା ଉଚିତ ନୁହେଁ। ନ ମହର୍ଷି। କାହିଁକି ନା, ଜଣେ କ୍ଷତ୍ରିୟର ଧର୍ମ ଯୁଦ୍ଧ ବ୍ୟତୀତ ଆଉ ଅଧିକ କିଛି ସ୍ୱୀକୃତ ନାହିଁ। ଏଟା ହିଁ ତା ହଉଛି ଏକମାତ୍ର ତା ପାଇଁ କଲ୍ୟାଣକର। ଏକମାତ୍ର କଲ୍ୟାଣକର ହଉଛି ଯେ ସିଏ ତାର ଏଇ ଧର୍ମ ପାଇଁ ଯୁଦ୍ଧ କରିବ।
ଯୁଦ୍ଧ କରିବ କୋ ପର୍ଯ୍ୟନ୍ତ? ସେ ପର୍ଯ୍ୟନ୍ତ ଯୋ ପର୍ଯ୍ୟନ୍ତ ଲକ୍ଷ୍ୟରେ ପହଞ୍ଚି ନାହିଁ। ସେଥିପାଇଁ କଠୋପନିଷଦରେ କୁହାଯାଇଛି ଉତିଷ୍ଠିତଃ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ। ପ୍ରାପ୍ୟ ତମର ଯୋଉ ଶ୍ରେୟ ତୁମେ ପ୍ରାପ୍ତ ନ କରିବା ପର୍ଯ୍ୟନ୍ତ ତୁମେ ଉଠ ଆଉ ଜାଗ୍ରତ ହେଇ ରହ। ମାଙ୍କର ଯୋଉ ମା ବହିରେ ଯୋଉ ଶ୍ରୀ ଅରବିନ୍ଦ ଲେଖିଛନ୍ତି ଯେ ତୁମର ଅଭିପ୍ସା ହବ ସଦା ଜାଗରୂକ। ମୁହୂର୍ତ୍ତକ ପାଇଁ ମଧ୍ୟ ସେଇଟା ଯେମିତି ତୁମ ଭିତରୁ ସୁପ୍ତ ନ ହେଇଯାଏ ବା ମଳିନ ନ ହେଇଯାଏ ସଦା ଜାଗ୍ରତ ହବ, ସଦା ଜାଗ୍ରତ। କାହିଁକି ନା ତୁମେ ଯଦି ଜାଗ୍ରତ ନ ହୁଅ ତାହେଲେ କଣ କରିପାରିବ ନାହିଁ ନା ତୁମର ଚେତନା ଭିତରେ ଯାହା କିଛି ପ୍ରତିରୋଧ କରୁଛନ୍ତି ସେମାନଙ୍କୁ ତୁମେ କଣ କରିପାରିବ ନାହିଁ ପ୍ରତ୍ୟାଖ୍ୟାନ କରିପାରିବାକୁ ସମର୍ଥ ହେଇପାରିବ ନାହିଁ, ତୁମର ଶକ୍ତି ଆସିବ ନାହିଁ। ତେଣୁ ପ୍ରତ୍ୟାଖ୍ୟାନ କରିବାକୁ ହେଲେ ତୁମର ଅଭିପ୍ସାକୁ ବା ଲକ୍ଷ୍ୟକୁ ସଦା ଜାଗ୍ରତ କରିବାକୁ ହବ। କାହିଁକି ନା ତୁମେ କ୍ଷତ୍ରିୟ। ତେଣୁ ଏଇଟା ହଉଛି ସେତେବେଳର କ୍ଷାତ୍ର ଧର୍ମ। ଏବଂ ଯୋଉମାନେ ଭାଗବତ ଜୀବନ ଯାପନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ମା ତାଙ୍କର ଧ୍ୟାନ ପ୍ରାର୍ଥନା ଏବେ କିଛି ସମୟ ପୂର୍ବରୁ ଆପଣ ମାନେ ଧ୍ୟାନ ପ୍ରାର୍ଥନାର ସେ ପ୍ରାର୍ଥନା ଟି ପଢୁଥିଲେ ଯେ ଯାହା କିଛି ବିଘ୍ନ ଯଦି ତୁମ ସମ୍ମୁଖରେ ଆସି ଠିଆ ହୁଏ ତାହେଲେ ତୁମକୁ ସଂକଳ୍ପ ଶକ୍ତି ସହିତ ତାକୁ ଅତିକ୍ରମ କରିବାକୁ ପଡିବ। ଆଉ ତମେ ସେ କୃପାକୁ ଆବାହନ କରିବାକୁ ପଡିବ। ସେଟା କେତେବେଳେ ଆସିବ ସେ ସଂକଳ୍ପ ଶକ୍ତି ନା ଯେତେବେଳେ ତୁମ ଭିତରେ ସେହି ଗଭୀର ଭାବରେ ସେ ଆସ୍ପୃହା ରହିଛି ଆଉ ତୁମେ ତୁମର ସ୍ଵଭାବ ଆଉ ସ୍ଵଧର୍ମକୁ ପ୍ରତିନିୟତ ପ୍ରତ୍ୟେକ କ୍ଷଣ ତୁମେ ତାକୁ ନିଜ ଚେତନାରେ ଜାଗ୍ରତ କରି ରଖିଛ, ନହେଲେ ତାହା ସମ୍ଭବ ନୁହେଁ। ଆଉ ଗୋଟିଏ କଥା ହେଲା ଶ୍ରୀ ଅରବିନ୍ଦ ଏଠି କହୁଛନ୍ତି the Gita reconciles the eternal silence of the self with the dynamic call of words। ଅନେକ ସମୟରେ ଆମେ ଯେତେବେଳେ ସାଧନା କରୁ ସାଧକ ମାନଙ୍କର ଏଇଟା ସମସ୍ତଙ୍କର ସମାନ ଅନୁଭୂତି ହେଇଥାଏ ଯେ ଏକ ଅଖଣ୍ଡ ନିରନ୍ତର ଶାନ୍ତି ଭିତରେ ନିଜକୁ ହଜେଇଦବା। କର୍ମ ବିମୁଖତା। କର୍ମ ବିମୁଖତା ମନ ଭିତରେ ସୃଷ୍ଟି ହୁଏ ପ୍ରାଥମିକ ଅବସ୍ଥାରେ। ଯେ ଭଗବାନ ହଉଛନ୍ତି ଏକମାତ୍ର ସତ୍ୟ। ତେଣୁ ଏ ସବୁ ଭୟଙ୍କର ଭୟଙ୍କର କଥା ଆ ବହୁତ କଷ୍ଟକର, ବହୁତ ଚ୍ୟାଲେଞ୍ଜିଂ। ତେଣୁ ଏସବୁକୁ ଛାଡିଦେଲେ ଯଦି କେବଳ ଭଗବାନଙ୍କ ପାଇଁ ଚିନ୍ତା କରାଯିବ ଭଗବାନଙ୍କ ପାଇଁ ଜଣେ ବଞ୍ଚିବ ତାହେଲେ ସେ କେବଳ ନିରବରେ ତାଙ୍କର ସେବା କରିକି ଜୀବନଟିକୁ କଟେଇଦବା ଆବଶ୍ୟକ। କିନ୍ତୁ ତୁମର ସ୍ଵଧର୍ମ ଅଲଗା ହେଇଥିବା ହେତୁ ତୁମେ ତାହା କରିପାରିବ ନାହିଁ। କାହିଁକି କରିପାରିବ ନାହିଁ? କାହିଁକି କରିପାରିବ ନାହିଁ? ଅର୍ଜୁନଙ୍କ ଦ୍ଵାରା ସେବା ହେଇପାରିବ ନାହିଁ। କାହିଁକି? ସେ ଭଗବାନଙ୍କର ଯନ୍ତ୍ର। ଯୁଦ୍ଧ କରିବା ପାଇଁ ତାଙ୍କର ଜନ୍ମ। ଭଗବାନଙ୍କର ଅଭିବ୍ୟକ୍ତିରେ ଅଂଶ ଗ୍ରହଣ କରିବା ପାଇଁ ସେ ପୃଥିବୀରେ ଜନ୍ମ ଗ୍ରହଣ କରିଛନ୍ତି। ତେଣୁ ମା ଯେତେବେଳେ ମାଙ୍କ ପାଖକୁ ଯେତେବେଳେ ବହୁତ ବଡ ବଡ ସାଧକ ମାନେ ଆସୁଥିଲେ, ସିଦ୍ଧ ମାନେ ଆସୁଥିଲେ ସେତେବେଳେ ମା କହିଲେ ତୁମେ ଏଇଠି କାହିଁକି ଆସିଛ? କଣ ଚାହୁଁଛ? ତ ତାଙ୍କ ଭିତରୁ କେହି ଉତ୍ତର ଦଉଥିଲେ ଯେ ଆମେ ଶାନ୍ତି ପାଇଁ ଆସିଛୁ, ଆମେ ଆନନ୍ଦ ପାଇଁ ଆସିଛୁ, ଆନନ୍ଦ ଉପଲବ୍ଧି କରିବାକୁ ଚାହୁଁଛୁ। ଆହୁରି ଅନେକ ଅନେକ କଥା। ମା କହିଲେ ଏ ସ୍ଥାନ ତମ ପାଇଁ ନୁହେଁ। ତୁମେ ଅନ୍ୟତ୍ର ଯାଅ। ଏପରିକି ତିରୁବନମଲାଇର ଜଣେ ବଡ ଏନଲାଇଟେନିଙ୍ଗ ବିଙ୍ଗ ଯୋଗୀ ରାମ ସୁରତ କୁମାର 3 ଦିନ ଯାଇକି ପଣ୍ଡିଚେରୀରେ ଅପେକ୍ଷା କରି ରହିଥିଲେ। ମା ତାଙ୍କୁ ଦର୍ଶନ ଦେଇନଥିଲେ। 3 ଦିନ ଗେଟ୍ ପାଖରେ ସେ ଅପେକ୍ଷା କରି ବସିଥିଲେ। ମା ତାଙ୍କୁ ଦର୍ଶନ ବି ଦେଇନଥିଲେ। ସେ କହିଲେ ନା ତାଙ୍କୁ କୁହ ସେ ଯାଆନ୍ତୁ। ଏ ମାର୍ଗ ତାଙ୍କ ପାଇଁ ନୁହେଁ। କାହିଁକି? ନା ଏଇ ଯୋଉ ଅଭିବ୍ୟକ୍ତିର ମାର୍ଗ ଏ ମାର୍ଗ ହେଲା ପ୍ରଚଣ୍ଡ ଚ୍ୟାଲେଞ୍ଜିଂ। ଦୁର୍ବଳ ବ୍ୟକ୍ତି ମାନଙ୍କ ପାଇଁ ଏ ମାର୍ଗ ନୁହେଁ। ତୁମେ ଖଣ୍ଡ ଖଣ୍ଡ ହେଇ ଗୁଣ୍ଡ ହେଇଯିବ ଏ ମାର୍ଗରେ ଯଦି ପ୍ରବେଶ କରିବ। ଯଦି ତୁମ ଭିତରେ ସେ ଆତ୍ମଶକ୍ତି ନାହିଁ। କାହିଁକି? ରୂପାନ୍ତର ଶକ୍ତିର ଯୋଉ ଚାପ ସେ ଚାପକୁ ସହ୍ୟ କରିବା ପାଇଁ ତୁମ ଭିତରେ ଯଥେଷ୍ଟ ଶକ୍ତି ଥିବା ଆବଶ୍ୟକ।
ତୁମକୁ ଗଭୀର ଦୃଢତାର ସହିତ ତୁମକୁ ଦବାକୁ ହବ, କିନ୍ତୁ ସେଇ ଚାପକୁ ସହ୍ୟ କରିବା ପାଇଁ ତୁମ ଭିତରେ ସାମର୍ଥ୍ୟ ଥିବା ଆବଶ୍ୟକ। ତେଣୁ ଗୀତାର ଯୋଗ ହଉଛି କେବଳ ବୀର ଯୋଦ୍ଧା ମାନଙ୍କ ପାଇଁ, କ୍ଷତ୍ରିୟ ମାନଙ୍କ ପାଇଁ, ଯିଏ ତାଙ୍କର ଜୀବନକୁ ସମ୍ପୂର୍ଣ୍ଣ ଭାବରେ କଣ କରିବେ, କଣ କରିବେ, ଭଗବାନଙ୍କ କର୍ମରେ ଉତ୍ସର୍ଗ କରିବା ପାଇଁ ଯିଏ ସଦା ପ୍ରସ୍ତୁତ। କାହିଁକି ନା ସେମାନଙ୍କର ମୃତ୍ୟୁକୁ ଭୟ ନାହିଁ। କାହିଁକି ମୃତ୍ୟୁକୁ ଭୟ ନାହିଁ? ନା ହତ ବା ପ୍ରାକ୍ଷସୀ ସ୍ୱର୍ଗମ ଜିତ୍ୱା ବା ଭୁକ୍ଷ୍ୟସେ ମହି ତସ୍ମାଦ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟ। ଭଗବାନ କହୁଛନ୍ତି ଅର୍ଜୁନ, ଯଦି ଏ ଧର୍ମ ଯୁଦ୍ଧରେ ତୁ ଅଂଶଗ୍ରହଣ କରୁ ତାହେଲେ କଣ ହବ, ଯଦି ତୁ ମରିଯାଉ ତାହେଲେ ସ୍ୱର୍ଗ ଲାଭ କରିବୁ, ଆଉ ଯଦି ତୁ ଏ ଯୁଦ୍ଧରେ ଜୟଲାଭ କରୁ ତାହେଲେ ମହିକୁ ଭୋଗ କରିବୁ। ମହିକି ଭୋଗ କରିବା ଅର୍ଥ କଣ? ନା ଭଗବାନଙ୍କର ଅଭିବ୍ୟକ୍ତିରେ ଅଂଶଗ୍ରହଣ କରିବା। ଏ ପୃଥିବୀରେ ଯୋଉ ଭଗବାନଙ୍କ ସତ୍ୟ ଧର୍ମର ପ୍ରତିଷ୍ଠା ହବ ତାହାକୁ ତୁମେ ଅନୁଭବ କରିବା, ତାହାର ଭାଗିଦାର ହବ। ତେଣୁ ଏଇ ଯୋଉ କ୍ଷତ୍ରିୟ ଧର୍ମ କଥା ଏଇ ଶ୍ଲୋକରେ ଏଠି କୁହାଯାଇଛି, ଏଠି ପ୍ରତ୍ୟେକ ସାଧକ ମାନଙ୍କ ପାଇଁ ଏକ ସଚେତନ ବାଣୀ ଯେ ତୁମକୁ ଯଦି ଏଇ ଯୋଗ ମାର୍ଗକୁ ଅନୁସରଣ କରିବାକୁ ହୁଏ ତାହେଲେ ପ୍ରତ୍ୟେକ ମୁହୂର୍ତ୍ତରେ ତୁମକୁ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇ ରହିବାକୁ ହବ। ଆଉ ଏ ଯୁଦ୍ଧର ଧର୍ମଟି କଣ? ନା ଏ ଯୁଦ୍ଧର ଧର୍ମଟି ହଉଛି ସମାନ ଭାବରେ ଆକ୍ରମଣ ଆଉ ପ୍ରତି ଆକ୍ରମଣର ସମ୍ମୁଖୀନ ହବା। ଆକ୍ରମଣ କରିବାକୁ ନିତ୍ୟ ପ୍ରସ୍ତୁତ ହେଇ ରହିଥିବ, ପ୍ରତି ଆକ୍ରମଣରୁ ଆତ୍ମରକ୍ଷା କରିବା ପାଇଁ ବି ପ୍ରସ୍ତୁତ ହେଇକି ରହିଥିବ। କାରଣ ଯେକୌଣସି ମୁହୂର୍ତ୍ତରେ ଏହି ଶକ୍ତି ତୁମକୁ ଧରାଶାୟୀ କରିଦେଇ ପାରନ୍ତି, କାରଣ ସେମାନେ ଅତ୍ୟନ୍ତ ଶକ୍ତିଶାଳୀ। ପ୍ରକୃତିର ଏହି ଅନ୍ଧ ଶକ୍ତି ଅତ୍ୟନ୍ତ ଶକ୍ତିଶାଳୀ, ଯେକୌଣସି ମୁହୂର୍ତ୍ତରେ ସେମାନେ ତୁମକୁ ଧରାଶାୟୀ କରିଦେଇ ପାରନ୍ତି। ତେଣୁ ତୁମେ ପ୍ରତ୍ୟେକ ମୁହୂର୍ତ୍ତରେ ସଦା ଜାଗ୍ରତ ହେଇ ରହିବାକୁ ହବ ଯେ ଦୁସ୍ତର ପଥେ ଭଜନ ଭୟେ ଭାଜିଲେ ଯୋଗୀ ଜନ। ତେଣୁ ତୁମକୁ ସଦା କଷ୍ଟରେ ଏ ମାର୍ଗକୁ ଗତି କରିବାକୁ ହବ। କାହିଁକି ନା ଏ ଅତ୍ୟନ୍ତ କ୍ଲେଶକର, କଷ୍ଟଦାୟକ। ଖୁରସ୍ୟ ଧାର ନିଶିତ ଦୂରତୟା ପଦସ୍ତତ୍ କବୟୋର୍ ବଦନ୍ତି। ଖୁରର ଧାର ଭଳି ଏହା ଅତ୍ୟନ୍ତ ଶାଣିତ। ଏଇ ମାର୍ଗରେ ତୁମକୁ ଗତି କରିବାକୁ ହବ। ତେଣୁ ଦୁଇଟି କଥା ଆମେ ଏଇ ଶ୍ଲୋକଟିରୁ ଜାଣିଲେ, ଯେ ଗୋଟିଏ ହେଲା ଯେ ଭଗବାନ କହୁଛନ୍ତି ଅର୍ଜୁନ ତୁମର ଯୋଉ ସ୍ୱଧର୍ମ, ସେଇ ସ୍ୱଧର୍ମ ଅନୁସାରେ ତୁମକୁ ଯୁଦ୍ଧ କରିବାକୁ ହବ। ତୁମେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ ଚଳିବ ନାହିଁ। ପରବର୍ତ୍ତୀ ଶ୍ଲୋକଟି କଣ କହୁଛନ୍ତି ଶୁଣିବା। ଯଦୃଚ୍ଛୟା ଚୋପପର୍ଣ୍ଣଂ ସ୍ୱର୍ଗଦ୍ୱାରମପାବୃତଂ ସୁଖୀନଃ କ୍ଷତ୍ରିୟଃ ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍। କହୁଛନ୍ତି ହେ ଅର୍ଜୁନ, ହେ ପାର୍ଥ, ଅଯାଚିତ ଭାବରେ ଧର୍ମ ଯୁଦ୍ଧ ତମ ପାଖରେ ଆସିକି ଉପନୀତ ହେଇଛି। ଅଯାଚିତ ଭାବରେ, ତୁମେ ଖୋଜିନ ଲୋଡ଼ିନ। ଏବଂ ଏଇ ଯୁଦ୍ଧ ଦ୍ୱାରା ହିଁ ସ୍ୱର୍ଗର ଦ୍ୱାର ତମ ପ୍ରତି ଉନ୍ମୁକ୍ତ ହେଇକି ରହିଛି। ଏବଂ ସେଇ କ୍ଷତ୍ରିୟ ସବୁବେଳେ ସୁଖୀ ହବା ଉଚିତ। କାହିଁକି ନା ଏଭଳି ଯୁଦ୍ଧ ଯଦି ଜୀବନରେ କିଏ ଲାଭ କରେ, ଯୁଦ୍ଧରେ ଅଂଶଗ୍ରହଣ କରିବା ପାଇଁ, ତାହା ହେଉଛି ତାର ପରମ ସୌଭାଗ୍ୟ। ଏତେ ଗଲା ଅର୍ଜୁନଙ୍କୁ କହିଦେଲେ, କୁରୁକ୍ଷେତ୍ରରେ ଅର୍ଜୁନ ଠିଆ ହେଇଛନ୍ତି, ଏ କଥା ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି। ତ ଆପଣ ମାନଙ୍କ ମନ ଭିତରେ ପ୍ରଶ୍ନ ଉଠିଥିବ, ସେ ଯୁଦ୍ଧ କଣ? ଆମେ ତା ସହିତ ଆମ ପାଇଁ ତ କେମିତି ଯୁଦ୍ଧ ଫୁଦ୍ଧ କିଛି ଦୃଶ୍ୟମାନ ହଉନି, ଆମେ କି ଯୁଦ୍ଧ କରିବୁ? ହଁ, ତମ ପାଇଁ ହଉଛି ନା। ତୁମ ପାଇଁ ଯୁଦ୍ଧ ଟା କଣ? ନା ଯୁଦ୍ଧ ହେଲା ତୁମେ ଯୋଉ ସନ୍ଧି କ୍ଷଣରେ ପୃଥିବୀରେ ଜନ୍ମ ଗ୍ରହଣ କରିଛ, ସେଠି ଭଗବତୀ ଜନନୀ ପ୍ରତ୍ୟେକ ମୁହୂର୍ତ୍ତରେ ଶକ୍ତି ନେଇ ସଶରୀରେ ଏ ପୃଥିବୀରେ ଅବତୀର୍ଣ୍ଣ ହେଇଛନ୍ତି। ଏବଂ ତାଙ୍କର ଯୋଉ ଅଖଣ୍ଡ କର୍ମ, ସେ କର୍ମରେ ତୁମକୁ ସେ କଣ କରିଛନ୍ତି? ନିର୍ବାଚିତ କରିଛନ୍ତି। ଆଉ ନିର୍ବାଚନ କରିବା ପରେ ଯଦି ତୁମେ ଭାବୁଛ ଏଇ କଷ୍ଟକର ପଥକୁ ମୁଁ ସହ୍ୟ କରିପାରିବି ନାହିଁ ବୋଲି କହିକି ପଳାୟନ କରିବ, ତାହେଲେ କଣ ହବ? ନା ତମର କେତେ ଜନ୍ମର ସୌଭାଗ୍ୟକୁ ତମେ ଫୋପାଡ଼ି ଦଉଛ, ନଷ୍ଟ କରିଦଉଛ। ଅନେକ ଜନ୍ମର ସୌଭାଗ୍ୟ ଫଳରେ ତୁମେ ଏ ଜନ୍ମରେ ପ୍ରଭୁଙ୍କ ଦ୍ଵାରା କଣ ହେଇଛି ନା ତାଙ୍କର କର୍ମରେ ଅଂଶଗ୍ରହଣ କରିବା ପାଇଁ ନିର୍ବାଚିତ ହେଇଛ।
এইটাକୁ ଯେତେବେଳେ ତୁମେ ବୁଝିପାରିବ ଏଇ ସୌଭାଗ୍ୟକୁ, ଏ ସୌଭାଗ୍ୟ ଦ୍ଵାରା କଣ ହବ ନା ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ସ୍ୱର୍ଗ ଦ୍ୱାର ସମାବୃତମ୍। ତମେ ସ୍ୱର୍ଗର ଦ୍ୱାର ଦେଶ ପାଖରେ ଯାଇକି ଠିଆ ହେଇଛ। ଏଠି ସ୍ୱର୍ଗ କଣ, କୋଉଠି ସେ ସ୍ୱର୍ଗ ଅଛି? ସ୍ୱର୍ଗ କଣ? ମଲା ପରେ ଯୋଉ ସ୍ୱର୍ଗକୁ ଯାଆନ୍ତି ସେଇଠିକି, ଯୋଉଠି ଇନ୍ଦ୍ର ଫିନ୍ଦ୍ର ସବୁ ଦେବତା ମାନେ ବାସ କରୁଛନ୍ତି, ସେଇ ସ୍ୱର୍ଗ କଥା ଭଗବାନ ଏଠି କହୁଛନ୍ତି କି ସ୍ୱର୍ଗ କଣ? ସ୍ୱର୍ଗ ଯୋଉଠି କିଛି କାମନା ଆଉ ନାହିଁ, କୌଣସି କାମନା ନାହିଁ। ଦେବତା ମାନେ କଣ? ଦେ ଆର୍ ଏଭର କଣ୍ଟେଣ୍ଟେଡ। ସମ୍ପୂର୍ଣ୍ଣ ସନ୍ତୁଷ୍ଟି ଭିତରେ ସେମାନେ ଅଛନ୍ତି, ସମ୍ପୂର୍ଣ୍ଣ ସନ୍ତୋଷ ଲାଭ କରୁଛନ୍ତି। କାହିଁକି ନା ସେମାନଙ୍କର ଯୋଉ ଅମୃତତ୍ଵ, ସେ ଅମୃତତ୍ଵର ସେମାନେ ଅଧିକାରୀ। ତେଣୁ ଏହା ହେଲା ଏକ ଚେତନାର ସ୍ତର। ଯୋଉ ମଣିଷ ଚେତନାର ଏଇ ସ୍ତରକୁ ବୁଝିପାରେ, ଦେଖିପାରେ ଯେ ଏଇଟା ହିଁ ମୋର ଭବିତବ୍ୟ, ମୁଁ ତାହାରି ହିଁ ଅଧିକାରୀ ହବାକୁ ଯାଉଛି। କାହିଁକି ନା ଯେତେ ଯେତେ ତୁମେ ଏଇ ଯୁଦ୍ଧରେ ଅଂଶଗ୍ରହଣ କରିବ, ତମର ଆଉ କଣ ହବ? କଣ ହବ? ଯିଏ ଯୁଦ୍ଧ କରିବାକୁ ଯାଇଛି ଯୁଦ୍ଧ କ୍ଷେତ୍ରକୁ, ସେ କଣ କଣ ଛାଡିକି ଯାଇଛି? ବ୍ୟକ୍ତିଗତ ଜୀବନକୁ ଛାଡିକି ଯାଇଛି, ପରିବାରକୁ ଛାଡିକି ଯାଇଛି, ଶରୀରର ସୁଖକୁ ଛାଡିକି ଯାଇଛି, ଅଲ୍ କମ୍ଫର୍ଟ କୁ ଛାଡିକି ଯାଇଛି। ନା ନାଇଁ, ଇନ୍ଦ୍ରିୟର ସମସ୍ତ ସୁଖ, ଖାଦ୍ୟ ପେୟ ନିଦ୍ରା ସବୁ କିଛି କୁ ସେ ପଛରେ ପକେଇକି ଯାଇଛି। ଜିତେନ୍ଦ୍ରିୟ ହୋଇଛି ବୋଲି ତ ସେ ଯାଇଛି ଯୁଦ୍ଧ କରିବା ପାଇଁ, ନା ନାଇଁ? ସମ୍ପୂର୍ଣ୍ଣ ଭାବରେ ଇନ୍ଦ୍ରିୟକୁ ସେ ଜୟ କରିଛି ବୋଲି ଭଗବାନଙ୍କ ଯୁଦ୍ଧରେ ସେ ଅଂଶଗ୍ରହଣ କରିବା ପାଇଁ ଯାଇ ଯୁଦ୍ଧ କ୍ଷେତ୍ରରେ ଠିଆ ହେଇଛି, ଯୁଦ୍ଧ କରିବା ପାଇଁ। ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହବ, କିନ୍ତୁ ଅର୍ଜୁନ କଣ କରୁଛନ୍ତି? ଯେ ନିଜର ଯୋଉ ସାମର୍ଥ୍ୟ, ତା ଭିତରେ ତାଙ୍କର ସନ୍ଦେହ ସୃଷ୍ଟି ହେଇଛି। ସେଥିପାଇଁ ଗୀତାର ଜ୍ଞାନର ଅବତାରଣା କରାଯାଇଛି। ତେଣୁ ସବୁ ମଣିଷଙ୍କ ଭିତରେ ଏହା ହୁଏ। ଯେତେବେଳେ ଲକ୍ଷ୍ୟ ସୁଦୂର ପ୍ରସାରୀ ବୋଲି ଆମେ ଦେଖୁ ଯେ ଗୋଟିଏ ଜୀବନରେ ଏହା ପ୍ରାପ୍ତ କରିବା ସମ୍ଭବ କି? ମନେ ହୁଏ ନା। ତେଣୁ ଏତେ ସୁଦୂର ପ୍ରସାରୀ ଲକ୍ଷ୍ୟ ଭିତରେ ଜୀବନ ଟାକୁ ଦେଇକି ଲାଷ୍ଟରେ କଣ ମିଳିବ ନାହିଁ, ଦେଖିଲା ଭଳିଆ କିଛି ପ୍ରାପ୍ତି ହବ ନାହିଁ। ସେଥିପାଇଁ ମଣିଷ କଣ କରେ? ଅତୀତକୁ ପ୍ରତ୍ୟାବର୍ତ୍ତନ କରେ, ତାର ବ୍ୟକ୍ତି ଜୀବନ ଭିତରକୁ ସେ ଫେରି ଯିବାକୁ ଚାହେଁ, ବ୍ୟକ୍ତି ଜୀବନ ଭିତରକୁ। ଆଉ ଅର୍ଜୁନ କୋଉଥି ପାଇଁ ଯୁଦ୍ଧ କରିବାକୁ ଠିଆ ହେଇଛନ୍ତି? ନଟ୍ ଫର୍ ହିମସେଲ୍ଫ, କାହା ପାଇଁ? ଭଗବାନଙ୍କ ପାଇଁ ଏବଂ ବିଶ୍ୱ ପାଇଁ, ଫର୍ ୟୁନିଭର୍ସ, ଜଗତ ପାଇଁ, ଜଗତର କଲ୍ୟାଣ ପାଇଁ। ତେଣୁ ବ୍ୟକ୍ତି ଜୀବନ ଭିତକୁ ତ୍ୟାଗ କଲେ ହିଁ ତମେ ଜଗତର କଲ୍ୟାଣର କର୍ମରେ ନିଜକୁ ନିୟୋଜିତ କରିପାରିବ। ଆଉ ଜଗତର କଲ୍ୟାଣରେ ନିଜକୁ ନିୟୋଜିତ କଲେ ହିଁ ତୁମେ କଣ ହେଇପାରିବ ନା ସ୍ୱର୍ଗ ସୁଖ ଅନୁଭବ କରିପାରିବ। ସ୍ୱର୍ଗ ସୁଖ କଣ ନା ସମସ୍ତ କାମନା, ସମସ୍ତ ବାସନାରୁ ତୁମେ ସ୍ଵୟଂ ଆପେ ଆପେ ମୁକ୍ତ ହେଇଯିବ। ତୁମ ନିଜ ପାଇଁ ଆଉ କୌଣସି କାମନା ବାସନା ରହିବ ନାହିଁ, ବା ତାର ସ୍ଥାନ ତୁମ ଜୀବନରେ ରହିପାରିବ ନାହିଁ। କାହିଁକି ନା ଇଟ ଇଜ ଟୁ ସ୍ମଲ। ତୁମ ଆତ୍ମା ପାଇଁ ଏହା ହଉଛି ଅତ୍ୟନ୍ତ କଣ ତୁଚ୍ଛ, ତୁଚ୍ଛ। ଏ ସଂସାରର ସମସ୍ତ ସୁଖ ଜଣେ ଯୋଗୀର ଆତ୍ମା ପାଇଁ ଅତ୍ୟନ୍ତ ତୁଚ୍ଛ। ତା ପାଇଁ କଣ ତାର ଲକ୍ଷ୍ୟ? ନା ଏ ଜଗତର ଆନନ୍ଦ, ଏ ଜଗତର କଲ୍ୟାଣ, ଏ ଜଗତରେ ଧର୍ମ ଆଉ ସତ୍ୟର ପ୍ରତିଷ୍ଠା ହଉଛି ତାର ଏକମାତ୍ର ଲକ୍ଷ୍ୟ। ଆଉ ସେଇ ଲକ୍ଷ୍ୟରେ ଯେତେ ଯେତେ ସେ ନିଜକୁ ଉତ୍ସର୍ଗ କରିବ, ସେତେ ସେତେ କଣ ସେ ହବ ନା one will be established in heaven in consciousness। କାହିଁକି ନା ତା ଚେତନା ଏଭର କଣ୍ଟେଣ୍ଟେଡ ହେଇଯିବ। ତାକୁ ଲାଗିବ ଯେ ଏ ସଂସାରର ସବୁ କିଛି ତାକୁ ପ୍ରାପ୍ତ ହେଇଛି। ସଂସାରର ସବୁ କିଛି ତାକୁ ପ୍ରାପ୍ତ ହେଇଛି। କଣ ସେ ପ୍ରାପ୍ତିଟା? ଭଗବାନଙ୍କର ସାହଚର୍ଯ୍ୟ। ଏ ଯୁଦ୍ଧ ନ କଲେ ସେ ସାହଚର୍ଯ୍ୟ ମିଳିବ କି? ଏ ଯୁଦ୍ଧ ନ କଲେ ଭଗବାନ ଯୁଦ୍ଧରେ ସାରଥୀ ହେବେ କି ରଥରେ? ନା। ତମେ ଯୁଦ୍ଧ କରିବାକୁ ସମ୍ମତ ହେଲେ ହିଁ ପରମ ପ୍ରଭୁ ତୁମ ଜୀବନର ରଥରେ ସାରଥି ହେଇ ତୁମ ଜୀବନକୁ ନିୟନ୍ତ୍ରଣ କରିବେ। ଆଉ ତୁମକୁ ମାର୍ଗରେ ସେଇ କ୍ଷେତ୍ରରେ ନେଇଯିବେ ଯୋଉଥିରେ ଏଇ ଯୁଦ୍ଧରେ ତୁମେ ବିଜୟ ଲାଭ କରିବ। କିନ୍ତୁ ଏ ଯୁଦ୍ଧ ତୁମର ନୁହେଁ। କାହାର ଯୁଦ୍ଧ? ଯୁଦ୍ଧ ହଉଛି ଏଇ ଉଭୟ ଶକ୍ତିର ଯୁଦ୍ଧ, ଅନ୍ଧକାର ଶକ୍ତି ଆଉ ଆଲୋକର ଯୁଦ୍ଧ। ସତ୍ୟ ଆଉ ଅସତ୍ୟ ଭିତରେ ଲାଗିଥିବା ଦ୍ୱନ୍ଦ, ଧର୍ମ ଆଉ ଅଧର୍ମ ଭିତରେ ଲାଗିଥିବା ଦ୍ୱନ୍ଦ। ତେଣୁ ଏଇ ଧର୍ମ ଯୁଦ୍ଧରେ
अंश ग्रहण करिथिबारु भगवान कहउचंती तुमे स्वर्ग द्वार पाखरे तुमे आसी उपनीत ହେଇଛ ताकू बाद दे तुमे जदि फेरी जीव कौन हबो ना एभଳି भाग्यକୁ तुमे कौन करिवो आउ लाभ करि परिबो नाही। परवर्ती श्लोक। अथ चेत्त्वम् इमं धर्म्यं संग्रामं न करिष्यसि ततः स्वधर्मं कीर्तिं च हित्वा पापमवाप्स्यसि। भगवान कहउछंती जे एही जो धर्म युद्ध जदि संग्राम ए युद्धरे तुमे संग्राम न कर ताहले कौन हबो ना तुमर जो स्वधर्म से स्वधर्म को पालन न करुथिबारु तुमे पापरे भागी हब। तेणु पापर पाप कहिले कौन सेटा भी हमें बुझिबा किंतु ता पूर्वरु आउ गोटे उपनिषद गोटे कथा को आमे देखिबा सेटा होछि बृहदारण्यक उपनिषद। तेणु सेठी से कहउचंती स्वे महिम्नि प्रतिष्ठितः सेटा कौन जो आत्मार जो ग्रेटनेस तार जो महिमा से महिमार जेतबेले जने साधक प्रतिष्ठित हो जाए सेतबेले से कौन करे सेतबेले जाई से स्वधर्म को अनुसरण करिया पई समर्थ होता है। तार जो आत्मा से आत्मा सहित जेतबेले से संयुक्त हो जाए सेतबेले ता भितर अद्भुत आत्मशक्ति जागृत हुए अद्भुत आत्मशक्ति आ से आत्मशक्ति ही ताकू कौन करे ना युद्ध रे विजय करे बा युद्ध रे प्रवृत्त कराए से पछघुंचा दे नाही। तेणु जोटा आमर अच्छी ओडिया रे पछघुंचा नाही वीरर जातके न मरे से केबे प्राण आतंके निज शरीर नष्ट हो जिवार भय रे से आ कातर हुए नाही बा अन्य को शरीर को हत्या करि दउछि बोली जो पापर भय से भय मध्य ताको व्यथित करे नाही। एवं एठी पापर पाप शब्दटी को टिके आलोचना करिबा जे पाप एठी भगवान कहउचंदी जे ताको पाप हबो पाप कोन पाप कहले एठी जो भर्चुअल भाइस सेटा नहीं माने सामाजिक अर्थ रे आम देश रे जोटा सामाजिक स्तर रे पाप बोली अछि विदेश रे सेटा नहीं। प्रत्येक समाज रे भिन्न भिन्न पाप और पुण्य रो संज्ञा भिन्न तेबे से पाप पुण्य कथा भगवान एठी कहु नाहंती। भगवान कहउचंती जे प्रत्येक मनुष्यर जो मूल धर्म से धर्म को जदि से अनुसरण न करे ताहले से कौन हबो पाप भागी हबो। पाप भागी अर्थ कौन ना मनुष्यर गतिटी दुई प्रकार गोटे है से ऊपर को उत्थित हबो नहले से तले पड़िबो एवं जो तले पड़िबो से तलर सब जो चेतनार स्तर गुड़िक अछि ताको सब पाताल बोली कहा जायछि। तो पापात्मा माने सब कुआडे जानती से अंधकार शक्ति मानक द्वारा कबलित हुअन्ति माने सेमान गतिटा तळको हुए आ जो माने अनुसरण करन्ति धर्म को सेमान गति कुआडे हुए ना उत्थित हुए किमिति ना सप्त लोक अछि भूर्भुवः स्वः जनः तपः सत्य जनः सत्य सप्त लोक अछि। ए सप्त लोक हला सप्त चेतनार प्रतीक सर्वोत्तम लोक हला सत्य लोक एवं से सत्य लोक रे पहुंचिया पई अनेक अनेक लोक को चेतना रे यात्रा करबा को हुए। तेणु भगवान एठी कहउचंती जे अर्जुन तमर जो क्षात्र धर्म तमे जदि ताको पालन न कर ताहले कौन हबो ना तुमे भूत्वा जाससी हना हाँ स्वधर्मम कीर्तिम च हित्वा पापम अवाप्स्यसि। तुमर जो कीर्ति रही कीर्ति शब्दटी भी ठीक गुरुत्वपूर्ण जे तुमर जो कीर्ति पूर्वर अच्छी जने वीर योद्धा हिसाब रे से कीर्ति नष्ट हो जिवो एवं तुम कौन हबो पापर भागी हबो। ए दुईटी शब्द को हमको बुझिया पड़िबो आम जीवन सहित ए ज्ञान को संश्लिष्ट करे। कीर्ति कौन ना कीर्ति हैला जे मनीष जेतेबेले ए श्रेय पूर्वर मु दुईटी मार्ग कथा कही कठोपनिषद कथा श्रेय और प्रेयर मार्ग जो श्रेय मार्ग रे जो माने गति करंती से माने कौन करंती काल को अतिक्रम करंती
କାଳକୁ ଅତିକ୍ରମ କରନ୍ତି ମାନେ ସେମାନେ ଜୀବନରେ ଥାଇ ଅମରତ୍ୱ ଲାଭ କରନ୍ତି। କାହିଁକି ନା ସେମାନଙ୍କର ଯୋଉ କର୍ମର ଧାରା, ସେ କର୍ମର ଧାରା କାଳକୁ ଅତିକ୍ରମ କରିଯାଏ। ସେଟା କଣ ହେଇଯାଏ ନା ସେ କାଳ ଭିତରେ ଏକ ଅକ୍ଷୟ ସ୍ତର ହିଁ ଠିଆ ହୁଏ। ପୃଥିବୀରେ ଯେତେ ଯେତେ ମହାମଣିଷ ବା ମହାମାନବ ବା ମହାତ୍ମା ମାନେ ଜନ୍ମ ଗ୍ରହଣ କରିଛନ୍ତି, ସେମାନଙ୍କର ଶରୀର ତ କେବେଠୁ ନଷ୍ଟ ହେଇଗଲାଣି, କିନ୍ତୁ ସେମାନଙ୍କ କଥା ଆମେ କେମିତି ଜାଣିପାରୁଛୁ ନା ସେଇ ଯୋଉ ପୁଣ୍ୟ କର୍ମ ସେମାନେ ଲାଭ କରିଛନ୍ତି, ତାହା ଦ୍ୱାରା ସେମାନେ ଅକ୍ଷୟ କୀର୍ତ୍ତିର ଅଧିକାରୀ ହେଇଛନ୍ତି। ଏବଂ ସେ କୀର୍ତ୍ତି ହଉଛି ମଣିଷର ଲକ୍ଷ୍ୟ। କାହିଁକି ନା ତାହା ଦ୍ୱାରା ହିଁ ସେ କାଳକୁ ଅତିକ୍ରମ କରେ, ମୃତ୍ୟୁକୁ ଅତିକ୍ରମ କରେ। କୀର୍ତ୍ତି ଯସ୍ୟ ସ ଜୀବତି। ଏ କୀର୍ତ୍ତି ଦ୍ୱାରା ମଣିଷ ଏ ସଂସାରରେ ଜୀବିତ ରହେ। ଜୀବିତ ରହେ ମାନେ ଅନନ୍ତ କାଳ ପର୍ଯ୍ୟନ୍ତ ଲୋକେ ତାକୁ କଣ କରନ୍ତି, ସ୍ମରଣ କରନ୍ତି। ତେଣୁ ଅର୍ଜୁନ, ପ୍ରତ୍ୟେକ ମଣିଷର ଏହା ହଉଛି କାମ୍ୟ ଯେ ସେ ଉତ୍ତମ କର୍ମ କରି କୀର୍ତ୍ତି ସ୍ଥାପନ କରିବ ପୃଥିବୀରେ, ଉତ୍ତମ କର୍ମର ସେ ଅଧିକାରୀ ହବ। ତେଣୁ ଏଇ ଉତ୍ତମ କର୍ମ ଯଦି ତୁମେ ନ କର, ତାହେଲେ କୀର୍ତ୍ତି ତ ନଷ୍ଟ ହେଇଯିବ। କୀର୍ତ୍ତିର ଆଉ ସମ୍ଭାବନା ନାହିଁ, କୀର୍ତ୍ତି ତମେ ଲାଭ କରିପାରିବ ନାହିଁ। ଯୋଉ କୀର୍ତ୍ତି ପୂର୍ବରେ ତୁମେ ଅର୍ଜନ କରିଥିଲ, ତାହା ବି ନଷ୍ଟ ହେଇଯିବ। ଜଣେ ସମଗ୍ର ଜୀବନ ଯଦି ବହୁତ ଉଚ୍ଚତମ କର୍ମ କରିଥାଏ, ଆଉ ଶେଷରେ ଅନ୍ତିମ କାଳରେ ଯଦି କିଛି ମନ୍ଦ କର୍ମ କରେ, ତାହେଲେ ଲୋକେ ତାକୁ ଆଉ ସ୍ମରଣ କରନ୍ତି କି? କରନ୍ତି ନାହିଁ। କେମିତି ନା ଯେମିତି ଗୋଟେ କ୍ଷୀରିର ଗୋଟେ ବିରାଟ ହାଣ୍ଡିରେ ଯଦି ଗୋଟେ ବୁନ୍ଦାଟେ ବିଷ ମିଶିଯାଏ, କେହି ତାକୁ ଆଉ ଖାଇ ପାରିବେ କି? ଖାଇପାରିବେ ନାହିଁ। ତେଣୁ ସମଗ୍ର ଜୀବନର ଯୋଉ ସାଧନା, ସେ ସାଧନା ଥିଲେ ମଧ୍ୟ ଯଦି ଅନ୍ତିମ କ୍ଷଣରେ ଜଣେ ସ୍ୱଧର୍ମର ଲକ୍ଷ୍ୟ ପଥରୁ ବିଚ୍ୟୁତ ହେଇଯାଏ, ତାହେଲେ ସେ କଣ ହବ ନାହିଁ ନା ସେଇ ଯୋଉ ସିଦ୍ଧିର କର୍ମର ସେ କୀର୍ତ୍ତିର ଅଧିକାରୀ ହବା କଥା, ସେ ଆଉ ଅଧିକାରୀ ହେଇପାରିବ ନାହିଁ। ପରବର୍ତ୍ତୀ ଶ୍ଲୋକକୁ ଯିବା। ଅକୀର୍ତ୍ତିଂ ଚାଭିଭୂତାନି କଥୟିଷ୍ୟନ୍ति te ବ୍ୟୟାମ୍ ସମ୍ଭାବିତସ୍ୟ ଚାକୀର୍ତ୍ତିର୍ମରଣାଦତିରିଚ୍ୟତେ। ତେଣୁ ଭଗବାନ ଏଠି ଅର୍ଜୁନକୁ କହୁଛନ୍ତି, ଅର୍ଜୁନ ଯେ ତୁମେ ଜଣେ ଉତ୍ତମ ବ୍ୟକ୍ତି, ସଂସାରରେ ଉତ୍ତମ ବୀର, ତୁମେ ଧନଞ୍ଜୟ। ତୁମର ସମସ୍ତେ ଏହି କୀର୍ତ୍ତିକୁ ଜାଣନ୍ତି, ସମସ୍ତେ ତୁମକୁ ଅନୁସରଣ କରନ୍ତି। କେମିତି ନା ଏ ସଂସାରରେ ଯୋଉମାନେ ଉତ୍ତମ ମାର୍ଗରେ ଯାଆନ୍ତି, ସେମାନେ ଗୋଟିଏ ଖସଡା ନିର୍ମାଣ କରନ୍ତି, ଗୋଟେ ପଥ ନିର୍ମାଣ କରନ୍ତି। ତାଙ୍କୁ ଅନୁସରଣ କରନ୍ତି କୋଉମାନେ ନା ଦୁର୍ବଳ ଲୋକମାନେ। ଦୁର୍ବଳ ଲୋକମାନେ ମହାନ ବ୍ୟକ୍ତିଙ୍କ ମାର୍ଗକୁ ଅନୁସରଣ କରନ୍ତି। ତେଣୁ ତମ ଭଳି ଯୋଦ୍ଧା ଯଦି ଏହି ଯୁଦ୍ଧରୁ ପଳାୟନ କରେ, ତାହେଲେ କଣ ହବ ନା ଯୋଉମାନେ ଦୁର୍ବଳ ଯୋଦ୍ଧା ସବୁ ଅଛନ୍ତି, ଯୋଉମାନେ ବୀର ନୁହନ୍ତି, ସେମାନେ କଣ କରିବେ, ଭୟରେ ଯୁଦ୍ଧ କ୍ଷେତ୍ର ଛାଡି ସେମାନେ ବି ପଳାୟନ କରିବେ। ତାମାନେ କୌଣସି ପାଣ୍ଡବ ମାନେ ତୁମେ ଯଦି ରଣକ୍ଷେତ୍ରରୁ ପଳାୟନ କର, ସବୁ ପାଣ୍ଡବ ଯୋଉ ସୈନ୍ୟ ମାନେ ଥିବେ, ସେମାନେ କଣ ହେବେ, ଆଉ ତାଙ୍କର ପ୍ରେରଣା ସେମାନେ ହରେଇବେ। ଯଜ୍ଜଦା ଚରତି ଶ୍ରେଷ୍ଠ ତତ୍ତ ଦେବ ତରୋ ଜନାଃ ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ। ଯୋଉମାନେ ମହନୀୟ, ସେମାନେ ଯୋଉ ଯୋଉ ମାର୍ଗରେ ଯାଆନ୍ତି, ତାକୁ ଅନ୍ୟ ଲୋକମାନେ ଅନୁସରଣ କରନ୍ତି। ତେଣୁ ତୁମେ ଏଇ କର୍ମ କରିବା ଦ୍ୱାରା ଯେ କେବଳ ନିଜେ ପାପରେ ଭାଗି ହଉନାହଁ, ତୁମେ ମାସ୍ ସବୁ ସାଧାରଣ ବ୍ୟକ୍ତି ମାନଙ୍କୁ ମଧ୍ୟ ତମେ କଣ କରୁଛ, ତୁମେ ଧର୍ମ ମାର୍ଗରୁ ବିଚ୍ୟୁତ କରିବାର କର୍ମରେ ଭାଗିଦାର ହଉଛ। ବର୍ତ୍ତମାନ ଏଠି ପ୍ରଶ୍ନ ଆସିବ ଆମ ସମସ୍ତଙ୍କ ପାଇଁ, ଯେ ଜଣେ ଯୋଗୀ, ଜଣେ ଭକ୍ତ, ଜଣେ ଜ୍ଞାନୀ ଯଦି ସାଧାରଣରେ ସାଧାରଣ ମଣିଷ ଯୋଉ ତ୍ରୁଟି କରେ, ଯଦି ସେମାନେ ସେଇ ତ୍ରୁଟି କରନ୍ତି, ତାହା କ୍ଷମଣୀୟ ନା ଅକ୍ଷମଣୀୟ? ତାହା ସମ୍ପୂର୍ଣ୍ଣ ଭାବରେ ଅକ୍ଷମଣୀୟ। କାହିଁକି ନା ସେମାନେ ଏ ଜଗତର ସମସ୍ତ ପ୍ରଲୋଭନକୁ କଣ କରିଛନ୍ତି, ଛାଡିଛନ୍ତି ବୋଲି ସ୍ୱୀକାର କରିକି ସାଧନାର ମାର୍ଗକୁ ଆସିଛନ୍ତି। ତେଣୁ ଯୋଉମାନେ ଭଗବାନଙ୍କୁ ଭଲ ପାଇବେ, ତାଙ୍କର ଗୋଟେ ବଡ କର୍ତ୍ତବ୍ୟ ଅଛି। ବଡ କର୍ତ୍ତବ୍ୟ ଅଛି। କଣ ସେ କର୍ତ୍ତବ୍ୟ ନା ସାଧାରଣ ମଣିଷ ମାନେ ଯୋଉ ତ୍ରୁଟି କରନ୍ତି, ସେମାନେ ସେ ତ୍ରୁଟି କରିବାର ଅଧିକାର ଆଉ ସେମାନଙ୍କର ନାହିଁ। এই କଥାଟିକୁ ସବୁବେଳେ ମନେ ରଖିବାକୁ ହବ।
ସାଧାରଣ ବ୍ୟକ୍ତି ମାନେ ଯୋଉ ତ୍ରୁଟି କରେ କ୍ଷମଣୀୟ, କାହିଁକି ସେମାନଙ୍କର ସେ ଜ୍ଞାନ ନାହିଁ, ସେମାନେ ସେ ମୋହନୀୟ ମାର୍ଗକୁ ଅନୁସରଣ କରୁନାହାନ୍ତି, ତେଣୁ ସେଇଟା ଠିକ ଅଛି, ଓକେ। କିନ୍ତୁ ତୁମେ ଯଦି ସେଇଭଳିଆ କହ ସବୁ ମଣିଷ ମାନେ ଭୁଲ ଯାହା କରୁଛନ୍ତି ମୁଁ ତାହା କରିବି, ତାହା ତମ ପାଇଁ କ୍ଷମଣୀୟ ନୁହେଁ। କାହିଁକି ନା ତୁମେ ଘୋଷଣା କରିଛ, ତୁମେ ତୁମ ଜୀବନକୁ ଦେଇଛ ଭଗବାନଙ୍କ ପାଇଁ, ତୁମେ ଏ ଲକ୍ଷ୍ୟକୁ ସ୍ୱୀକାର କରିଛ, ସେଥିପାଇଁ ତ ଯୁଦ୍ଧ କରିବାକୁ ଆସିଛ ନା ନାଇଁ। ତେଣୁ ଯୋଉମାନେ ଭଗବାନଙ୍କ ପାଇଁ ଜୀବନ ବଞ୍ଚିବା ପାଇଁ ସଂକଳ୍ପବଦ୍ଧ ହେବେ ବା ହବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସାଧାରଣ ମଣିଷର କୌଣସି ଦୁର୍ବଳତା ସେମାନେ ତାର ସେଇ ଜୀବନରେ ସେମାନେ ଅଂଶଗ୍ରହଣ କରିପାରିବାର ଅଧିକାର ସେମାନଙ୍କର ନାହିଁ। କାହିଁକି ନା ସେମାନେ ଯଦି ତାହା କରନ୍ତି, ସାଧାରଣ ଲୋକ କଣ ହେବେ ନା ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ଚେତନା କଣ ହେଇଯିବ, ଆହୁରି ଆହୁରି ତଳକୁ ସମାଜ ସ୍ତରରେ ତଳକୁ ଚାଲିଯିବ। ତେଣୁ ସମାଜ ଜୀବନ ପାଇଁ ଯୋଉମାନେ ବଞ୍ଚିବେ, ସେମାନେ ଯୋଉମାନେ ପଥ ପ୍ରଦର୍ଶକ, ସେମାନଙ୍କ ପାଇଁ ଏହା କ୍ଷମଣୀୟ ନୁହେଁ। ଭଗବାନ ସେଇ କଥା ହିଁ କହୁଛନ୍ତି, କୀର୍ତ୍ତିର କଥା। କାହିଁକି ନା ତୁମକୁ ଯେତେବେଳେ ଅନ୍ୟମାନେ ଅନୁସରଣ କରୁଛନ୍ତି, ତୁମେ ଯେତେବେଳେ ଅନ୍ୟମାନଙ୍କର ପ୍ରେରଣାର ଆଧାର ହେଇଛ, ସେତେବେଳେ ତୁମର ସାଧାରଣ ମଣିଷ ପାଇଁ ନିଜ ଜୀବନର ଗତିପଥ ପରିବର୍ତ୍ତନ କରିବାର ଆଉ ଅଧିକାର ନାହିଁ, ତୁମେ ତାହା କରିପାରିବ ନାହିଁ। ଅକୀର୍ତ୍ତିମ୍ ଚାପି ଭୂତାନି କଥୟିଷ୍ୟନ୍ତି ତେ ବ୍ୟୟାମ। ସେମାନେ କଣ କହିବେ ସାଧାରଣ ଲୋକମାନେ, ଅନ୍ୟମାନେ ନା ସମ୍ମାନିତ ବ୍ୟକ୍ତିର ଯୋଉ ଅକୀର୍ତ୍ତି, ତାହା କଣ ନା ମୃତ୍ୟୁ ଠାରୁ ଆହୁରି ଭୟାବହ। ମୃତ୍ୟୁ ଠାରୁ ଆହୁରି ଭୟାବହ। ଚାକୀର୍ତ୍ତିର୍ ମରଣାଦତିରିଚ୍ୟତେ। ମୃତ୍ୟୁ ଠାରୁ ତାହା ଅତ୍ୟନ୍ତ ଲଜ୍ଜାଜନକ। କାହିଁକି ନା ମୃତ୍ୟୁରେ କଣ ହୁଏ, ଶରୀର ନଷ୍ଟ ହୁଏ। ଯଦି ଚେତନାର ପତନ ହେଇଯାଏ, କଣ ନଷ୍ଟ ହୁଏ ନା ଚେତନାଟା ହିଁ ନଷ୍ଟ ହେଇଯାଏ, ଚେତନାଟା ହିଁ ନଷ୍ଟ ହେଇଯାଏ। ତେଣୁ ତୁମେ ସେଇ କଥାକୁ ଚିନ୍ତା କର ନାହିଁ। ଏଠି କଣ କରୁଛନ୍ତି ଭଗବାନ, ତିନୋଟି କଥା କରୁଛନ୍ତି। ଅର୍ଜୁନର ଅହଙ୍କାରକୁ ଆଘାତ କରୁଛନ୍ତି, ଏବଂ ଅର୍ଜୁନଙ୍କର ଆତ୍ମଶକ୍ତିକୁ ଜାଗ୍ରତ କରୁଛନ୍ତି, ଏବଂ ଅର୍ଜୁନକୁ ସେ ତାଙ୍କ ଜୀବନର ଯୋଉ ମୂଳ ଲକ୍ଷ୍ୟ, ସେ ଲକ୍ଷ୍ୟ ସମ୍ପର୍କରେ ସଚେତନ କରୁଛନ୍ତି। ଏଠି ଆମକୁ ଗୋଟେ ଜିନିଷ ବୁଝିବାକୁ ହବ ଯେ ଆମ ଜୀବନର ଯୋଉ ମାର୍ଗ, ଶ୍ରୀ ଅରବିନ୍ଦ ନିଜେ କହିଛନ୍ତି ଯେ ଏଇ ତିନୋଟି ଜିନିଷ ଭିତରେ ତିନୋଟି କଥା ହଉଛି ପ୍ରିଡେଷ୍ଟିନ୍ଡ। ମଣିଷର ଜନ୍ମ, ମୃତ୍ୟୁ ଆଉ ତାର ଆଧ୍ୟାତ୍ମିକ ମାର୍ଗ, କେମିତି କୋଉ ବାଟରେ ସେ ଯିବ ଭଗବାନ ତାହା ସ୍ଥିରୀକୃତ କରିଛନ୍ତି, ଏବଂ ସେଥିରେ କିଛି ପରିବର୍ତ୍ତନ ହବାର ସମ୍ଭାବନା ନାହିଁ। ତେଣୁ ଯଦି ଯୋଉଠି ପରିବର୍ତ୍ତିତ ଯାହା ହେଇପାରିବ ନାହିଁ, ସେଇ ସତ୍ୟକୁ ଯେତେବେଳେ ଜଣେ ସାଧକ ବୁଝେ, କଣ କରେ ନା ସେତେବେଳେ ତାର ସମସ୍ତ ପ୍ରତିବନ୍ଧକ ମଧ୍ୟ ପରମ ସହାୟତା କରେ। କେମିତି ନା ସେ ପ୍ରତିବନ୍ଧକ ଦ୍ଵାରା ହିଁ ସେ କଣ କରେ, ଆହୁରି ଆତ୍ମଶକ୍ତିକୁ ଜାଗ୍ରତ କରେ, ଆତ୍ମଶକ୍ତିକୁ ଆହୁରି ସେ ତାର ଆତ୍ମ ଉନ୍ମିଳନ ହୁଏ, ଏବଂ ସେ ଆହୁରି ଆହୁରି ଗଭୀର ଭାବରେ ଅନ୍ତର୍ମୁଖୀ ହେଇ ଭଗବାନଙ୍କ ପାଖରେ ସମର୍ପିତ ହୁଏ। ଆଉ ଯେତେ ଯେତେ ସମର୍ପିତ ହୁଏ, ସେତେ ସେତେ କଣ ହୁଏ, ଯେତେ ଯେତେ ସମର୍ପିତ ହୁଏ, ସେତେ ସେତେ ଅହଂ ଶକ୍ତିର ପ୍ରଭାବ ଚେତନାରେ କମି 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 ଯାଏ। ଏବଂ କେତେ କେତେ ମଣିଷ ସମର୍ପିତ ହବ, ସେଥିପାଇଁ ତ ଆବଶ୍ୟକ ରହିଛି ସମାଜ ଜୀବନର। ସେଥିପାଇଁ ଏଇ ଯୋଉ ଆମର ସମଷ୍ଟି ଯୋଗର ଆବଶ୍ୟକତା ରହିଛି। କାହିଁକି ନା ତମେ ଯଦି ଏକା ଜଙ୍ଗଲରେ ରହିକି ଏକାକି ତମ ଯୋଗ ସାଧନା ଅଭ୍ୟାସ କରୁଛ, ତମର ପତନ କି ଉତ୍ଥାନର ସାକ୍ଷୀ କେହି ନାହାନ୍ତି। ଅଛନ୍ତି କେହି? କେହି ନାହାନ୍ତି। କିନ୍ତୁ ତମେ ଯଦି ସମଷ୍ଟି ଭିତରେ ଅଛ, ତମର ପତନ ଆଉ ଉତ୍ଥାନ ପ୍ରତ୍ୟେକ ମୁହୂର୍ତ୍ତରେ କଣ ଦୃଶ୍ୟମାନ ହେଉଛି ନା ନାଇଁ? କାହିଁକି ତୁମେ ଏଠି ପାର୍ଟ ଅଫ ଦ ହୋଲ, ଆଉ ଏଠି ସେପାରେଟ ନୁହେଁ, ତମ ପାର୍ଟ ଅଫ ଦ ହୋଲ। ଏବଂ ପାର୍ଟ ଅଫ ଦ ହୋଲ ହେଲେ କଣ ହବ ନା ତୁମର ଉତ୍ଥାନରେ ଜଗତର ଉତ୍ଥାନ, ତୁମର ପତନରେ ଜଗତର ପତନ। ସେଥିପାଇଁ ସାବିତ୍ରୀ କୁହାଯାଇଛି, one man's perfection still can save the world। ତୁମେ ଯେତେ ଯେତେ ଚେତନାରେ ଅଗ୍ରଗତି କରୁଛ, ଅତିକ୍ରମ କରୁଛ, କାହାକୁ ଅତିକ୍ରମ କରୁଛ? କାହାକୁ? ନିଜର ଅହଂସତ୍ତାକୁ, ନିଜ ଭିତରର ଅଜ୍ଞାନତାକୁ, ନିଜ ଭିତର ପୃଥକ ଚେତନାକୁ, ନିଜ ଭିତରର ବିଭାଜନକୁ, ନିଜର ଦୈନ୍ୟକୁ ଯେତେ ଯେତେ ତୁମେ ଅତିକ୍ରମ କରୁଛ, ସେତେ ସେତେ କଣ ହଉଛି ନା ସେଇ ଶକ୍ତି ଏ ଜଗତରେ କ୍ରିୟାଶୀଳ ହଉଛି ଅନ୍ୟମାନଙ୍କ ଭିତରେ।
ଅନ୍ୟମାନଙ୍କ ଭିତରେ ବି ସେଇ ଶକ୍ତିଟି ସେଇଭଳି ଭାବରେ ଜାଗ୍ରତ ହଉଛି। ତୁମ ପରିପାର୍ଶ୍ୱରେ ସେ ଶକ୍ତିଟି ବିକଶିତ ହଉଛି ଏବଂ ସମସ୍ତଙ୍କୁ ସକ୍ରିୟ ଭାବରେ ସହଜ ସମସ୍ତଙ୍କ ଭିତରେ ସେଠି କଣ କରୁଛି ଜାଗ୍ରତ କରୁଛି ସେଇ ଶକ୍ତିଟି, ସେଇ ଜୟ ଲାଭ କରିବାର ଯୋଉ ସଂକଳ୍ପ ଶକ୍ତିଟି। ପରବର୍ତ୍ତୀ ଶ୍ଲୋକକୁ ଯିବା। ଭୟଦ୍ରଣାଦୁପରତମ୍ ମଶ୍ୟନ୍ତେ ତ୍ୱାଂ ମହାରଥଃ येषां च त्वं बहुमतो भूत्वा यास्यसि लाघवम्। ଭଗବାନ ଏଠି ଅର୍ଜୁନକୁ ଗୋଟେ କଥା କହୁଛନ୍ତି ଯେ ଅର୍ଜୁନ, ଯେ ତୁମକୁ ଯୋଉମାନେ ସମସ୍ତେ ସମ୍ମାନ କରନ୍ତି, ଭଲ ପାଆନ୍ତି, ୟୋର ଫେଲୋ ବିଙ୍ଗ୍ସ, ସେମାନେ ତୁମକୁ କଣ କରିବେ ନା, ତମେ ଯଦି ଭୟରେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କର, ଭୟରେ ଯୁଦ୍ଧ କ୍ଷେତ୍ରରୁ ଯଦି ପଳାୟନ କର, ସେମାନେ ମସ୍ୟନ୍ତେ ମନେ କରିବେ, କଣ ମନେ କରିବେ ଯେ ତୁମେ ଭୟଗ୍ରସ୍ତ ହେଇକି ପଳେଇଲ, ଡରିକି ପଳେଇଲ, ଡରିଗଲ, ତୁମେ ଭୟ ଦ୍ୱାରା କବଳିତ ହେଇଗଲ ଏବଂ ଦେଶା ଚତ୍ୱଂ ବହୁମତୋ ଭୂତ୍ୱା ୟାସ୍ୟସି ଲାଘବମ୍। ଯୋଉମାନେ ସମ୍ମାନ ତୁମକୁ କରନ୍ତି ସେମାନଙ୍କ ପାଖରେ ତୁମେ କଣ ହେଇଯିବ, ତମର ସମ୍ମାନ ହାନି ହେଇଯିବ। ଏଇ ଶବ୍ଦଟା ଭଗବାନ ଅର୍ଜୁନକୁ କାହିଁକି କହୁଛନ୍ତି? ଭଗବାନ ଏ କଥା କହିବାର ଆବଶ୍ୟକତା କଣ ରହିଛି? ଗୋଟେ ବହି, ଏଇଟା ଯୋଗ ଜୀବନ ପ୍ରତି ଆମର କେମିତି ପ୍ରଯୁଜ୍ୟ, ଯୋଗ ଜୀବନରେ ଏଇଟା କେତେବେଳେ କେତେବେଳେ ଆସେ, ଯେତେବେଳେ ଜଣେ ଗୁରୁ ତା ଶିଷ୍ୟ ସାମ୍ନାରେ ଖସି ପଡେ। ଗୁରୁ କହିଲେ ତୁମେ ଇଟର୍ନାଲ ଭାଗବତ ଗୁରୁ ସେମିତି ଭାବନି, ପ୍ରତ୍ୟେକ ଭିତରେ ଜଣେ ଗୁରୁ ଅଛନ୍ତି। ଜଣେ ଶିକ୍ଷକ ତା ଛାତ୍ର ପାଖରେ ଗୁରୁ କି ନୁହଁ? ମା ତାର ସନ୍ତାନ ମାନଙ୍କ ପାଖରେ ଗୁରୁ କି ନୁହଁ? ତେଣୁ ଏ ଗୁରୁ ଆଉ ଶିଷ୍ୟ ଏଇଟା ହେଲା ଜୀବନର ଦୁଇଟି ଦିଗ। ତୁମେ ଶିଖିବ ଆଉ ତୁମେ ଶିଖେଇବ, ସମାନ ଭାବରେ ଏଇଟା ଜୀବନରେ କ୍ରିୟାଶୀଳ ହଉଥାଏ। ତେଣୁ ଏଠି ଭଗବାନ କହୁଛନ୍ତି ତୁମେ ଯୋଉମାନଙ୍କ ପାଇଁ ସବୁବେଳେ ଆଦର୍ଶର, ଶିକ୍ଷାର, ପ୍ରେରଣାର କେନ୍ଦ୍ର ହେଇ ରହିଛ, ସେଇମାନଙ୍କ ଆଗରେ ତୁମେ କଣ ହବ, ତୁମର ସମସ୍ତ ସମ୍ମାନ ନଷ୍ଟ ହେଇଯିବ। ଯଦି ସେମିତି ନଷ୍ଟ ହେଇଯାଏ ତାହେଲେ କଣ ହୁଏ କେବେ ଚିନ୍ତା କରିଛ? ଜଣେ ଶିକ୍ଷକର ସମ୍ମାନ ଯଦି ଛାତ୍ରଛାତ୍ରୀଙ୍କ ପାଖରେ ନଷ୍ଟ ହେଇଯାଏ, ଜଣେ ମାର ସମ୍ମାନ ଯଦି ସନ୍ତାନ ମାନଙ୍କ ପାଖେ ନଷ୍ଟ ହେଇଯାଏ ତାହେଲେ କଣ ହୁଏ? ତାହେଲେ କଣ ହୁଏ? ଜଣେ ଆତ୍ମହତ୍ୟା କରେ, କାହିଁକି? ସେ କଷ୍ଟକୁ ସେ ସହ୍ୟ କରିପାରେ ନାହିଁ। ମୃତ୍ୟୁ ଠାରୁ ତାହା ଏତେ ଯନ୍ତ୍ରଣାଦାୟକ ହୁଏ ଯେ, କାହିଁକି ନା ଏ ସଂସାରରେ ସବୁବେଳେ ଗୋଟେ ଯେମିତି ଗୋଟେ ମାନେ ଯେମିତି ଗୋଟେ ଶିକୁଳି ଅଛି ନା, ଗୋଟେ ଶିକୁଳି ସାଙ୍ଗରେ ଆଉ ଗୋଟେ ଶିକୁଳି ଜଡିତ ହେଇକି ରହିଛି ନା, ସେମିତି ଏ ସଂସାରରେ ଗୋଟେ ଶୃଙ୍ଖଳା ରହିଛି। ସେ ଶୃଙ୍ଖଳା କଣ ନା, ସିଏ ନେଇଥାଏ ଆଉ ସିଏ ଦେଇଥାଏ। ସେ ଯାହା ଗ୍ରହଣ କରିଥାଏ ସଂସାରକୁ ତାହା ପ୍ରଦାନ କରିଥାଏ। ଯଦି ପ୍ରଦାନ କରିବାଟା ତାର ବନ୍ଦ ହେଇଯାଏ ତାହେଲେ ସେ ଆଉ ଗ୍ରହଣ ବି କରିପାରିବନି। ଭଲରେ ଏଇ କଥାଟିକୁ ଅନୁଭବ କର। ଯଦି ଆମେ ଦବା ବନ୍ଦ କରିଦବା ତାହେଲେ ଆମେ ଆଉ କିଛି ଗ୍ରହଣ କରିପାରିବାନି। ତୁମେ ଯୋଉ ପର୍ଯ୍ୟନ୍ତ ପ୍ରଦାନ କରୁଥିବ ଏ ସଂସାରକୁ, ସେ ପର୍ଯ୍ୟନ୍ତ ତମେ ଗ୍ରହଣ କରିବାକୁ ସମର୍ଥ ହଉଥିବ। ଯୋଉ ଦିନ ତମେ ପ୍ରଦାନ କରିବା ବନ୍ଦ କରିଦବ, ସେଇଦିନ ତୁମେ ଆଉ ଗ୍ରହଣ କରିପାରିବନି। କେମିତି ନା, ତୁମର ନିଶ୍ୱାସ ଭଳିଆ, ନିଶ୍ୱାସ ଛାଡିଦେଲ, ଯଦି ସବୁଦିନ ପଳେଇ ସେ ନିଶ୍ୱାସ ଗଲା, ଆଉ ଥରେ ନେଇପାରିବ କି ଭିତରକୁ? ଇଟ୍ସ ଗନ୍। ଲାଇଫ ଫୋର୍ସ ଇଜ ଗୋଟେ ଅନ୍ତିମ କ୍ଷଣରେ ଆସିକି ପହଞ୍ଚିଗଲା। ୟା ପରେ ଆଉ କିଛି ସମ୍ଭାବନା ନାହିଁ। ତେଣୁ ଅର୍ଜୁନଙ୍କ ପାଇଁ ଭଗବାନ କହୁଛନ୍ତି, ଜୀବନର ଏଇ ସମ୍ଭାବନା ତୋର ନଷ୍ଟ ହେଇଯିବ। ଅର୍ଜୁନ, ତୁ ସଚେତନ ଅଛୁ ତ? ଜୀବନରେ ଏଇ ସମ୍ଭାବନା ନଷ୍ଟ ହେଇଯିବ, ତା ମାନେ ତୁ ଶରୀରରେ ଥାଇ ମୃତ ହେଇଯିବୁ। ଶରୀରରେ ଥାଇ ତୁ ମୃତ ହେଇଯିବୁ। ତେଣୁ ତାହା ତୁ କର ନାହିଁ। କାହିଁକି ନା ଜୀବନର ଯୋଉ ଧାରା ରହିଛି, ଯୋଉ ଧାରା ଜୀବନର ଗୋଟିଏ ପ୍ରବାହ ରହିଛି, ସେ ପ୍ରବାହରେ ପ୍ରବାହିତ ହେଇ ଚାଲୁଥିବା ପର୍ଯ୍ୟନ୍ତ ଜୀବନ, ଯୋଉଠି ସେ ପ୍ରବାହ ବନ୍ଦ ହେଲା ତାହା ମୃତ୍ୟୁ। ପ୍ରବାହ ବନ୍ଦ ହେଇଗଲା ମାନେ ମୃତ୍ୟୁ।
ତେଣୁ ଭଗବାନ ଏଠି ଅର୍ଜୁନକୁ କହୁଛନ୍ତି, ଅର୍ଜୁନ ଏ ଧାରା ସହିତ ସଂଶ୍ଳିଷ୍ଟ ହେଇ ତୁମକୁ ଆଗକୁ ଆଗକୁ ଯିବାକୁ ହବ। ଯଦି ତୋ ପାଇଁ ନୁହଁ ତାହେଲେ ମଧ୍ୟ ତୁ ଅନ୍ୟ ମାନଙ୍କ ପାଇଁ ତତେ ବଞ୍ଚିବାକୁ ହବ। ଯଦି ତୋ ପାଇଁ ତୋର ବି ଯଦି ତୁ ନିହାତି ବି କ୍ଳାନ୍ତ, ଯଦି ତୁ ବି ନିହାତି ବି କ୍ଳାନ୍ତ ବା ତୋର ଆଉ କିଛି ପ୍ରାପ୍ୟ ନାହିଁ ଏ ଜଗତର, ତୁ ଯୁଦ୍ଧ କରିବାକୁ ଚାହୁଁନ, ନା ତୁ ବନ୍ଦ କରିପାରିବୁନି। ତତେ ଅନ୍ୟମାନଙ୍କ ପାଇଁ ଯୁଦ୍ଧ କରିବାକୁ ହବ। କାହିଁକି ନା ତୁ ସମସ୍ତଙ୍କର ଅଗ୍ରଣୀ ହେଇକି ଅଛୁ ନା ଯୁଦ୍ଧ କ୍ଷେତ୍ରରେ। ତେଣୁ ତତେ ସେଇମାନଙ୍କ ପାଇଁ ବି ଯୁଦ୍ଧ କରିବାକୁ ହବ। ତେଣୁ ତୁମେ ଏଠି ବୁଝ ଯେ ଯୋଉମାନେ ଯୋଗ କ୍ଷେତ୍ରରେ ଅୟମାରମ୍ଭ କରନ୍ତି ଯାତ୍ରା ଟା, ସେମାନଙ୍କ ପାଇଁ ଆଉ କିଛି ସମ୍ଭାବନା ନାହିଁ ପଶ୍ଚାତପଦ ହବାର। ଯଦିଓ ମା ବହି ଋଷି ଅରବିନ୍ଦ ଲେଖିଛନ୍ତି, ତୁମେ ଯେକୌଣସି ସମୟରେ ଚାହଁ ତୁମର ସମର୍ପଣକୁ ପ୍ରତ୍ୟାହୃତ କରିପାର, କିନ୍ତୁ ଯଦି ଯୋଗ ଜୀବନର ବିଫଳତା ତୁମେ ଭୋଗିବାକୁ ପ୍ରସ୍ତୁତ ଥାଅ। କିନ୍ତୁ ଅର୍ଜୁନକୁ ଏଇ କଥା ଗୁଡିକ ଭଗବାନ ଏଠି କାହିଁକି କହୁଛନ୍ତି, ଯେ ସେଇ ଦିଗ ଗୁଡିକ ଅର୍ଜୁନ ଚିନ୍ତା କରିନାହାନ୍ତି। କାହିଁକି କରିନାହାନ୍ତି ନା ସେ ଭୟଗ୍ରସ୍ତ ହବା ଯୋଗୁ, ଆସକ୍ତି ଥିବା ହେତୁ। ଆସକ୍ତି କାହା ପ୍ରତି ରହିଛି? କିନ୍ ଆଣ୍ଡ କିଟ୍ ପ୍ରତି। ମୋର ନାଇଁ ମୋର, ମୋର ବାପା, ମୋର ଭାଇ, ମୋର ମାମୁଁ, ମୋର ବନ୍ଧୁ, ମୋର କୁଟୁମ୍ବ। ତ ସମଗ୍ର ଯୋଗ ଜୀବନ ଟା କୋଉଠୁ ଆରମ୍ଭ? ମି ଆଣ୍ଡ ମାଇନ୍। କୋଉଠି ଏଣ୍ଡ ହୁଏ? ଦି ଆଣ୍ଡ ଦାଇନ୍। ଯୋଗ ଜୀବନର ଆରମ୍ଭ ହଉଛି ଆଇ, ମୁଁ। ମୁଁ ଆଉ ମୋର, ଏଇଥିରୁ ଆରମ୍ଭ। ଅନ୍ତିମ ପରିଣତି କୋଉଠି? ତୁ ଆଉ ତୁମର। ତମେ ଯେତେବେଳେ ଏଇ କଥାଟି ଅର୍ଜୁନଙ୍କର ଆସିବ, let thy will be done not mine, ନା ଲାଷ୍ଟରେ ଭଗବାନ କଣ କହିଲେ? ନଷ୍ଟ ମୋହ ସ୍ମୃତିର୍ଲବ୍ଧ୍ୱା କରିଷ୍ୟେ ବଚନଂ ତବ। କଣ ହେଇଗଲା ମୋର? ନା ମୋର ସବୁ ଯୋଉ ମୋହ ଥିଲା ସେଟା ନଷ୍ଟ ହେଇଗଲା। ଡିଲ୍ୟୁଜନ ମୋର ସବୁ ନଷ୍ଟ ହେଇଗଲା। ସ୍ମୃତିର୍ଲବ୍ଧ୍ୱା ମନେ ପଡିଗଲା ମୁଁ କିଏ? ମୁଁ ହଉଛି ତୁମର ଅଂଶ। ମୁଁ ହଉଛି ତୁମର ସନାତନ ଅଂଶ। ମମୈବାଂଶ ଜୀବ ଲୋକେ ଜୀବ ଭୂତ ସନାତନଃ। ଭଗବାନ ନିଜେ କହୁଛନ୍ତି ଏ ସକଳ ଜୀବ ହଉଛନ୍ତି ମୋର ସନାତନ ଅଂଶ, ମୋର ଅଂଶ। ତେଣୁ ମୋର ସେଇ ସ୍ମୃତି ଲାଭ ହେଲା ଯେ ମୁଁ ହଉଛି ତାଙ୍କର ସନାତନ ଅଂଶ। ତେଣୁ କୋଉ କର୍ମରେ ମୁଁ ବ୍ରତୀ ହେବି? ତାଙ୍କରି କର୍ମରେ ବ୍ରତୀ ହେବି ନା, ତାଙ୍କରି ଯୁଦ୍ଧରେ ମୁଁ ପ୍ରବୃତ ହେବି ନା। ଆଉ ମୁଁ ଆଉ ମୋର ଭିତରକୁ ଆଉ ପଶ୍ଚାତପଦ ହବ କି? ନାଇଁ। କାହିଁକି ପଶ୍ଚାତପଦ ହେଲେ କଣ ହବ? ନା ମୃତ୍ୟୁ ଠାରୁ ତାହା ଅତ୍ୟନ୍ତ କ୍ଲେଶଦାୟକ ହବ। କାହିଁକି ନା ତୁମେ ଏଇ ଜଗତକୁ ଦେଖେଇ ଦେଇଛ, ଅଧା ଜୀବନ ବଞ୍ଚି ଆସିଲଣି ଯୋଦ୍ଧା ହିସାବରେ। ବୀରତ୍ୱ, ତମେ ଜଣେ ବୀର ଯୋଦ୍ଧା। ତେଣୁ ସବୁବେଳେ ନିଜ ଭିତରର ଯୋଉ ବୀର ଯୋଦ୍ଧା, ମା କହିଛନ୍ତି ମେକ୍ ଅସ୍ ଦ ହିରୋ ୱାରିୟର୍ସ। ଏଇ ୱାରିୟର୍ସ କାହିଁକି? ତମେ ଯଦି ଏଇ ୱାରିୟର୍ସ ଯଦି ତମେ ନ ହୁଅ, ତାହେଲେ ଯୋଗ ମାର୍ଗରେ ପାଦଟିଏ ମଧ୍ୟ ଅଗ୍ରସର ହେଇପାରିବ ନାହିଁ। କାରଣ ତୁମ ଭିତରେ ଯେତେ ଯେତେ ସବୁ ସମସ୍ୟା ରହିଛି, ଯେତେ ଯେତେ ଆସକ୍ତି ରହିଛି, ଯେତେ ଯେତେ ବନ୍ଧନ ରହିଛି, ସେ ସବୁ ତୁମକୁ କଣ କରିବ? ପଛକୁ ଟାଣି ଧରିବ। ଯାହା ଫଳରେ ତୁମକୁ ଲାଗିବ ଏ ଲେଟ୍ ଇଟ୍ ବି, ଆଉ ତାର କିଛି ଆବଶ୍ୟକତା ନାହିଁ। ନା, ସେ କଥା କର ନାହିଁ। କାହିଁକି ନା ତୁମକୁ ସମସ୍ତେ ଯୋଉମାନେ ଜାଣିଛନ୍ତି ଆଗରୁ, ସେମାନେ କଣ କରିବେ? ତୁମକୁ ଅତ୍ୟନ୍ତ ନ୍ୟୁନ ମନେ କରିବେ। ଭଗବାନ ଗୋଟେ ସୁନ୍ଦର ଗଳ୍ପ ଅଛି। ସେ ଗଳ୍ପଟିରେ ଗୁରୁ କହୁଛନ୍ତି ଶିଷ୍ୟକୁ ଯେ ସଂସାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ କଣ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇମ୍ପୋର୍ଟାଣ୍ଟ ଥିଙ୍ଗ କଣ? ଶିଷ୍ୟ ପଚାରୁଛି, ପ୍ରଭୁ ଯେ ଭଗବାନ ମତେ ଆପଣ କହିଦିଅନ୍ତୁ ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ କଣ? ସେଇଟାକୁ ଅର୍ଜନ ମୁଁ କରିବା ପାଇଁ ଚେଷ୍ଟା କରିବି, ସେଟାକୁ ମୁଁ ଲାଭ କରିବି। ନା ସେଟା ଲାଭ କଲେ ତୋର କଣ ହବ? ନା ମୁଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ହେଇଯିବି ଏ ପୃଥିବୀରେ। ପ୍ରତ୍ୟେକ ମଣିଷ ତ ଭିତରେ ରହିଛି ନା ସେ ନିଜର ଆତ୍ମଶକ୍ତିକୁ ପୃଥିବୀରେ ପ୍ରତିଷ୍ଠା କରିବା ପାଇଁ, ନୁହେଁ କି? ଗଛ ଭିତରେ କଣ ଅଛି? ବଢିବାର ଶକ୍ତି ଅଛି। ମଣିଷ ଭିତରେ କଣ ଅଛି? ବିକଶିତ ହବାର ଶକ୍ତି ଅଛି। ସମସ୍ତେ ବିକଶିତ ହବାକୁ ଚାହାନ୍ତି, ଜାଣତରେ ବା ଅଜାଣତରେ। ସମସ୍ତେ ଚାଲିଛନ୍ତି କୁଆଡେ? ସେ ଆନନ୍ଦ ଆଡକୁ। ସେ ଆନନ୍ଦର ଅନ୍ୱେଷଣ ପ୍ରତ୍ୟେକ କରୁଛନ୍ତି, ଜ୍ଞାତ ସାରରେ ବା ଅଜ୍ଞାତ ସାରରେ। କିଏ ଅଜ୍ଞାତ ସାରରେ କରୁଛି, କିଏ ଜ୍ଞାତ ସାରରେ କରୁଛି। ଜ୍ଞାତ ସାରରେ ଯୋଉମାନେ କରୁଛନ୍ତି, ସେମାନେ ଆଉ ଅଜ୍ଞାନୀ ବ୍ୟକ୍ତିଙ୍କ ଭଳି ପଥରୁ କଣ ହବା ଦରକାର ନାହିଁ, ଆବଶ୍ୟକ ପଥଚ୍ୟୁତ ହବାର ଆବଶ୍ୟକତା
ନାହିଁ। ତେଣୁ ସାଧକ ମାନଙ୍କ ପାଇଁ ଏହି 5ଟି ଶ୍ଲୋକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାହିଁକି ନା ଏହି 5ଟି ଶ୍ଲୋକରେ ସାଧକ ମାନଙ୍କ ପାଇଁ ନିଜର ଯୋଉ ଅନ୍ତଃଶକ୍ତି, ସେ ଅନ୍ତଃଶକ୍ତିକୁ ଜାଗ୍ରତ କରି ଶେଷ ପର୍ଯ୍ୟନ୍ତ ଏ ମାର୍ଗରେ ଚାଲିବା ପାଇଁ ଯୋଉ ଜ୍ଞାନ, ଯୋଉ ଶକ୍ତିର ଆବଶ୍ୟକତା ରହିଛି, ଭଗବାନ ସେଠି ଅର୍ଜୁନକୁ ବର୍ତ୍ତମାନ ପ୍ରଦାନ କରୁଛନ୍ତି। କେତେ ଲୋକ ଅଧା ଅଧାରୁ ପଳାନ୍ତି ନା, ନା ନାଇଁ? ଅଧା ଅଧାରୁ ସବୁ ଅଧା ଲୋକ ପଳାନ୍ତି। କାହିଁକି ନା ଆଉ କିଛି ଦିନ ପରେ ଇଣ୍ଟରେଷ୍ଟ କମିଯାଏ। ଯୋଗମାର୍ଗ ବି ସେଇଆ। ପ୍ରାଣର ପ୍ରାଣର ଆବେଗରୁ କେତେ ଆସିଥାନ୍ତି, ମନର କୌତୁହଳତା ପୂର୍ଣ୍ଣ କୌତୁହଳତା ଭାବ ନେଇକି କେତେ ଜଣ ଆସିଥାନ୍ତି। କଣ ଦେଖିବା ଚାଲ, କଣ ହଉଛି ଦେଖ, କେମିତି ଲାଗୁଛି ଦେଖ, ତାପରେ କହିଲେ ଓ ଏଇଆ, ଚାଲ ବୋରିଂ। ନା ନା, ତମର ଏଇଟା ସେଇଆ ନୁହେଁ। ତୁମର ପରା ଏଇଟା ଆତ୍ମାର ସଂକଳ୍ପ। ତେଣୁ ଏଇ ସଂକଳ୍ପରେ ଯଦି ଥରେ ପାଦ ଦେଲ, ତମକୁ କୋଉଠି ପହଞ୍ଚିବାକୁ ପଡିବ? ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ତମକୁ ଚାଲିବାକୁ ହବ, ଫେରିବାକୁ ହବ ନାହିଁ। ତେଣୁ awake, arise, stop not till the goal is reached. ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ କେଉଁଠି ହେଲେ ଥକି ଯାଅ ନାହିଁ ବା ଯୁଦ୍ଧ କ୍ଷେତ୍ରରୁ ପଳାୟନ କର ନାହିଁ। ତେଣୁ ଏଠି ଯୋଗ ହଉଛି ଯୁଦ୍ଧ, ଆଉ ଏ ଯୁଦ୍ଧ ହିଁ ହଉଛି ଜୀବନ, ଆଉ ଏ ଜୀବନ ହଉଛି ଭଗବାନଙ୍କର କଣ ଲୀଳା ଭୂମି, ଯୋଉଥିପାଇଁ ଆମେ ଆମନ୍ତ୍ରିତ ହେଇ ଏଇ ଜଗତକୁ ଆସିଛୁ। ମୁଁ ଭାବୁଛି ଆଜି ସମୟ ଦୃଷ୍ଟିରୁ ଏଇଠି କ୍ଲାସକୁ ଆମେ ଶେଷ କରିବା। ଓମ୍ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ହରି ଓମ୍ ତତ୍ସତ୍। ହରି ଓମ୍ ତତ୍ସତ୍। हरि ओम तत्सत्। यदक्षरं पदभ्रष्टं मात्राहीनं च यद्भवेत् तत्सर्वं क्षमतां देव प्रसीद परमेश्वर। ध्यानमूलं गुरुर्मूर्ति पूजामूलं गुरुपदम् मन्त्रमूलं गुरुर्वाक्यं मोक्षमूलं गुरुकृपा। त्वमेव माता च पिता त्वमेव त्वमेव बन्धुश्च सखा त्वमेव त्वमेव विद्या द्रविणं त्वमेव त्वमेव सर्वं मम देव देव। सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत्। ॐ शान्ति शान्ति शान्तिः। श्रीकृष्णार्पणमस्तु।